ପ୍ରଭୁଙ୍କ ନାମ ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଉ ଗୋଟେ ସନ୍ଧ୍ୟା ବା ରାତ୍ର ସମୟ ପାଇଛୁ ପ୍ରଭୁଙ୍କ ପାଖରେ କିଛି ଆଲୋଚନା କରିବା ପାଇଁ। ଏଥିପାଇଁ ଆମେ ତାଙ୍କର ପ୍ରଶଂସା କରୁ, ତାଙ୍କର ସ୍ତୁତି କରୁ। ପ୍ରଭୁ ଅତି ମହାନ ଏବଂ ଅତି ଆଶ୍ଚର୍ଯ୍ୟ। ଆମମାନଙ୍କୁ ତାଙ୍କର ଅନୁଗ୍ରହରେ ଧରି ରଖିଛନ୍ତି। ବାକ୍ୟ କହେ, ପରମେଶ୍ୱର କହନ୍ତି, ଆମ୍ଭର ପରିବର୍ତ୍ତନ ନାହିଁ। ସେଥିପାଇଁ ହେ ଇସ୍ରାଏଲ, ତୁମର କୌଣସି କ୍ଷତି ହୋଇନାହିଁ। ଈଶ୍ୱରଙ୍କର ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ, ଈଶ୍ୱରଙ୍କ ଦୟା ଆମମାନଙ୍କୁ ବାନ୍ଧି ରଖିଅଛି। ଏଥିପାଇଁ ଆମେ ଈଶ୍ୱରଙ୍କର ଧନ୍ୟବାଦ କରିବୁ। ପୁନର୍ବାର ଗୋଟେ ସୁଯୋଗ ପାଇଲୁ ଆମେ ପ୍ରଭୁଙ୍କ ପାଖରେ କିଛି ଶିଖିବା ପାଇଁ। ଏଥିପାଇଁ ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଆମେ ଶିଖିକି ଆସୁ ସେଭରାଲ ଟାଇପ୍ସ ଅଫ ମେନି ଭିନ୍ନ ଭିନ୍ନ ପ୍ରକାରର ବାକ୍ୟ ପ୍ରସ୍ତୁତି ଏବଂ ବାକ୍ୟ ଉପସ୍ଥାପନ। କଥର ମୁଁ କହିଥିଲି ଯେ ଆପଣ ଟ୍ରାଏ କରନ୍ତୁ ମେସେଜ ଶୁଣିବା ପାଇଁ, ଆଉ ଟ୍ରାଏ କରନ୍ତୁ ପଢିବା ପାଇଁ। ଅନେକ ମେସେଜ ଯୋଉ ଆପଣ ପାଉଛନ୍ତି ବିଭିନ୍ନ ଜାଗାରେ, ମେସେଜ ଗୁଡିକ ପଢନ୍ତୁ ଏବଂ ସେମାନଙ୍କ ପ୍ରସ୍ତୁତି କେମିତି ରହୁଛି ସେଇ ବିଷୟରୁ ଅନେକ ଆମେ ଶିଖିବାକୁ ପଡୁଛି। କେହି ମଧ୍ୟ ଜଣେ ଆପେ ଆପେ ନିଜେ ନିଜେ ଶିଖେ ନାହିଁ, କିନ୍ତୁ ଅନ୍ୟମାନଙ୍କ ଠାରୁ ଶିଖୁଛୁ। ସେଥିପାଇଁ ତାଙ୍କ ବାକ୍ୟ ଦ୍ଵାରା ଆଉ ସେ ଲୋକମାନେ ଯାହା ପ୍ରସ୍ତୁତ କରୁଛନ୍ତି ତଦ୍ୱାରା ଆମେ ଶିଖୁଛୁ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ହେ ଆଜି ପୁନର୍ବାର ବାକ୍ୟ ପ୍ରସ୍ତୁତି ଭିତରକୁ ବା ବାଇବଲକୁ ଆମେ କେମିତି ଜାଣିବୁ, କେମିତି ଉପସ୍ଥାପନ କରିବୁ, କେମିତି ଶିଖିବୁ, ସେଇ ବିଷୟରେ କିଛି ଆମେ ଆଲୋଚନା କରିବୁ। ଏରା ଇଟ ହାଜ ଟୁ ବି ଏ ଡାଟାବେସ୍। ଆଜିକାଲି କହୁଛନ୍ତି ଗୋଟେ ଶିକ୍ଷାଟା ଡାଟାବେସ୍, ମାନେ ତଥ୍ୟ ପୂର୍ଣ୍ଣ ଥିବାର ଅଛି, ସଠିକ ତଥ୍ୟ ଥିବାର ଅଛି। ଏ ଡାଟାଟା କଣ, ଏ ତଥ୍ୟଟା କଣ, ବିବ୍ଲିକାଲି, ଏବଂ ସେଟା ମଧ୍ୟ ବର୍ତ୍ତମାନ କଣ ହଉଛି ସେଟା ମଧ୍ୟ ପ୍ରଯୁଜ୍ୟ ଥିବାର ଅଛି। ଅନେକ ସ୍ପିକର ସେମାନେ ସେ ଡାଟାବେସ୍ ଟା ନିଶ୍ଚୟ କହିବାକୁ ପଡିବ, କହୁଛନ୍ତି ମଧ୍ୟ ଦରକାର। ସେଟା ବ୍ୟାକଗ୍ରାଉଣ୍ଡ ହିଷ୍ଟ୍ରି, ଆମେ ଯୋଉ ବାକ୍ୟ ପଢୁଛୁ, ଯୋଉଠୁ ଆମେ ପ୍ରଚାର କରୁଛୁ, ପ୍ରକୃତରେ ସେ ଅରିଜିନାଲ ଟା ଟିକେ ଯେମିତି ହେଲେ ମଧ୍ୟ ଆମେ ଶିଖିବାର ଅଛି। ସ୍ପେଶାଲି ଯେମାନେ ଥିଓଲୋଜିଆନ, ସେ ତ ଜ୍ଞାନ ଟିକେ ଥିବାର ଅଛି। ଏକ୍ଜାକ୍ଟଲି କଣ ହେଇଥିଲା ପ୍ରକୃତ ଟିକେ ବେସିକ ନଲେଜ, ଏବଂ ଆକ୍ଚୁଆଲି ପ୍ରକୃତରେ ସେଇ ଲେଖାଟା କେଉଁ ପରିସ୍ଥିତିରେ କାହିଁକି ଲେଖା ହେଲା, କେଉଁ ମାନେ କାରଣ କଣ ଥିଲା, ଏଇ ସମସ୍ତ ଯଦି ଭଲ କି ଲୋକ ଜାଣିଲା, ଏକ୍ଜାକ୍ଟ ମେସେଜ ଟା ସେ ପାଇଯିବ। ସେଥିପାଇଁ ଆମେ ସବୁବେଳେ ସେ ଡାଟାବେସ୍ ଥିବାର ଅଛି। ଏବଂ ଦ୍ୱିତୀୟ କଥାଟା, ଆଉ ସେଇଟା ମଧ୍ୟ ଲଜିକାଲ ହେଲା, ଯୁକ୍ତିଯୁକ୍ତ ସମ୍ପନ୍ନ ହେବାର ଅଛି ଆମର ଅଣ୍ଡରଷ୍ଟାଣ୍ଡିଂ ଏବଂ ଉପସ୍ଥାପନ। ଗଥର ବି କହିଥିଲି ସେ କଥା। ଅନେକ ସମୟରେ କଣ ହଉଛି, ଲୋକେ ଟେକ୍ସଟ ଗୋଟେ ବାହାର କରୁଛନ୍ତି, ପ୍ରଚାର କରୁଛନ୍ତି, କିନ୍ତୁ କୁଆଡେ ଯାଉଛି, କଣ କହୁଛନ୍ତି, ତାହା ସେଇଟା ଖାପ ଖାଉନି। ସେଥିପାଇଁ ଯୁକ୍ତିଯୁକ୍ତ ଲଜିକାଲ ଉପସ୍ଥାପନ ବା ଲଜିକାଲ ଅଣ୍ଡରଷ୍ଟାଣ୍ଡିଂ, ଲଜିକାଲ ଉପସ୍ଥାପନ ହେବା ନିହାତି ଜରୁରୀ। ଗୋଟେ ଉଦାହରଣ ମୁଁ ଦେବି। ଜଣେ ପ୍ରଚାରକ ଦିନେ ପ୍ରଚାର କରୁଥିଲେ, ଗୋଟେ ଚର୍ଚ୍ଚରେ ମୁଁ ଥିଲି। ସେ ହେଲେ ସେ ସତ ସେନାପତି ଯୀଶୁଙ୍କ ପାଖକୁ ଖବର ପଠାଇଲେ, ମୋର ଦାସ ଅସୁସ୍ଥ, ସେଥିପାଇଁ ଆପଣ ଆସନ୍ତୁ, ମୋର ଦାସକୁ ସୁସ୍ଥ କରନ୍ତୁ। କିନ୍ତୁ ଆଉ ଆଉ ସେକେଣ୍ଡ ଟାଇମ ଖବର ପଠେଇଲେ, ପ୍ରଭୁ ଆପଣ ମୋ ଘରକୁ ଆସିବା ଆବଶ୍ୟକ ନାହିଁ, ମୁଁ ଏତେ ଯୋଗ୍ୟ ନୁହେଁ ଆପଣ ମୋ ଘରକୁ ଆସିବେ, ସେଥିପାଇଁ ଆପଣ ଖାଲି ଅର୍ଡର ଦେଇଦିଅନ୍ତୁ। କାହିଁକି, ମୁଁ ଜାଣିଛି ମୁଁ ଅଥରିଟିରେ ଅଛି, ମୁଁ ମୋର ଦାସକୁ କହିଲେ ଏଟା କର ସେଟା କର, କରୁଛନ୍ତି। ସେଥିପାଇଁ ଆପଣ କେବଳ ଅର୍ଡର ଦେଇଦିଅନ୍ତୁ, ଆଉ ମୋ ଦାସ ସୁସ୍ଥ ହେଇଯିବ। ଆଉ ସେ ଲୋକଟା କଣ ଇଣ୍ଟରପ୍ରେସନ କଲେ, ଆକ୍ଚୁଆଲି ସେଇ ସମୟରେ ଯେ ଯୀଶୁଙ୍କୁ ଗ୍ରହଣ କଲା, ଯୀଶୁଙ୍କୁ ବିଶ୍ୱାସ କଲା, ସେଇ ଲୋକମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରିଦେଲେ, ତାଙ୍କର ସମାଜରୁ ବହିଷ୍କାର କଲେ। ସେଇ ଡରରୁ, ସେଇ ଭୟ ଯୋଗୁ ସେ ଲୋକ ଆଉ ଯୀଶୁଙ୍କୁ ନିଜର ଘରକୁ ଆସିବାକୁ ମନା କଲେ। ଦେଖନ୍ତୁ, ବହୁତ ଭୁଲ ଇଣ୍ଟରପ୍ରିଟେସନ। ଏକରେ ତ ସେ ଲୋକ ଜିହୁଦୀ ଲୋକ ନାହିଁ,
ପ୍ରଥମ କଥା ମାନେ ସେ ସେ ଲୋକର ସେ ସତ ସେନାପତି ଜିହୁଦୀ ଲୋକ ନାହିଁ ପ୍ରଥମ କଥା। ଏବଂ ସେ ସମାଜରୁ କୋଉଠି ଆଇଲା, ସମାଜ କୋଉଠି ବହିଷ୍କାର କରିବେ। କିନ୍ତୁ ତାପରେ ତାର ଯୋଉ ରେଜଲ୍ଟ ପ୍ରଭୁ କହୁଛନ୍ତି ଦେଖ ଏମିତି ବିଶ୍ୱାସ ଲୋକ ମୁଁ ଇସ୍ରାଏଲରେ ମଧ୍ୟ ପାଇନି, ମାନେ କମାଣ୍ଡେବଲ। ସେ ଖୁସି ହଉଛନ୍ତି ଯେତେବେଳେ ବ୍ୟାଖ୍ୟା କରୁଛୁ ଏକ୍ଜାକ୍ଟଲି ପ୍ରକୃତରେ ଲଜିକାଲ ଥିବାର ଅଛି, ଆମେ ଠିକ ଭାବରେ ସେଟା ଜାଣିବାର ଅଛି। ଏବଂ ଇଟ୍ ଇଜ ଲଜିକାଲ ଏଣ୍ଡ ଲାଇଫ ବେସ୍ଡ, ଜୀବନ ଉପରେ ନିର୍ଭର କରୁଛୁ ଆମ ନିଜର ଏବଂ ଯୋଉମାନଙ୍କୁ ଆମେ କହୁଛୁ ସେମାନଙ୍କର ପ୍ରଯୁଜ୍ୟ ଥିବାର ଅଛି। ସବୁବେଳେ ଆମେ ସେଟା କହୁଛୁ, ଆମେ ପ୍ରଭୁଙ୍କର ବାକ୍ୟ ଆମେ ଯାହା ଶିଖୁଛୁ ନିଜେ ସେଟା ଅଲଗା ମାନଙ୍କୁ କହିବୁ। ଯଦି ଜୀବନ ଉପରେ ଆମ ନିଜର ଜୀବନ ବା ଅନ୍ୟ ଜୀବନ ଉପରେ ନିର୍ଭର କରିବ ନାହିଁ, ଆଉ ସେ ବାକ୍ୟଟା ଉପକାର ହେବ ନାହିଁ, କାହାକୁ କିଛି କାମ ଦେବ ନାହିଁ। ସଠିକ ଇଣ୍ଟରପ୍ରିଟେସନ ସେଇଟା ହିଁ କହୁଛୁ ଆମେ, ରାଇଟ ଇଣ୍ଟରପ୍ରିଟେସନ। ୱାର୍ଡ ଗୁଡିକ ଜାଣିବା, ଫ୍ରେଜ ଗୁଡିକ କଣ ପାଇଁ ଲେଖା ହେଇଛି, କାହିଁକି ଲେଖା ହେଇଛି, ଠିକ ଭଲ ଜାଣିବା ଉଚିତ। ଆଗ ପଛ ସବୁ ଆମର ଗଜପତି ଷ୍ଟାଇଲ ଟା କଣ, ଅଧିକାଂଶ ମାନେ ସବୁ ପ୍ରଚାର ମ୍ୟାକ୍ସିମମ୍ ସେ ପ୍ରସଙ୍ଗ ଗୋଟେ ଟପିକ ନେବେ, ସେଇଠୁ ବାଇବଲ ରୁ କୋଟି କୋଟି ସେ ପଦ ଗୁଡିକ ଅଛି, ସେଇଠକୁ ନେଇକି ସବୁ ପ୍ରଚାର ହଉଛି। ହଁ ଠିକ ଅଛି, ଗୋଟେ ଗୋଟେ ଆମେ ସେଟା କରିବା ନିହାତି ଦରକାର, କିନ୍ତୁ ସେ ବ୍ୟାକଗ୍ରାଉଣ୍ଡ ମଧ୍ୟ ଠିକ ଥିବାର ଅଛି। ଉଦାହରଣ ସ୍ୱରୂପ ସିଂହ, ସିଂହ ବିଷୟରେ ଯଦି ଆମେ ପ୍ରଚାର କରିବେ, ଯୀଶୁଙ୍କୁ ସିଂହ ବୋଲି କୁହାଯାଇଛି, ସିଂହ ଶାବକ। ଧାର୍ମିକ ମାନଙ୍କୁ ମଧ୍ୟ ସିଂହ ବୋଲି କୁହାଯାଇଛି। ଆଉ ସେଠି କିନ୍ତୁ ତୁଳନା ମଧ୍ୟ କରିଛି, ସିଂହ ସେ ଶୈତାନଙ୍କୁ ମଧ୍ୟ କୁହାଯାଇଛି। ଆକ୍ଷରିକ ସିଂହ ମଧ୍ୟ ଆଡେ ଅଛି, ଆକ୍ଷରିକ ସିଂହ। ସେଥିପାଇଁ ସବୁ ଯାକ ଯୋଉଟା ସେଟା ନାମ ବା ଟପିକ ବିଷୟ ନେଇକି ସବୁ ଯାକ ଯୋଉଠି ମିଳୁଛି ସବୁ କହିଲେ ବଡ ଡେଞ୍ଜର। କୋଉ ଜାଗାରେ କଣ ପାଇଁ ବ୍ୟବହାର କରୁ ସେଇଟା ନେଇକି ଆମେ କରିବୁ। ସେଥିପାଇଁ ଇଣ୍ଟରପ୍ରିଟେସନ ବ୍ୟାଖ୍ୟାଟା ଠିକ ଭାବରେ କରିବା ନିହାତ ଆବଶ୍ୟକ। ମୁଖ୍ୟ ବିଷୟ ଆଉ ଗୋଟେ ପ୍ରଧାନ ବିଷୟ ଆଗରୁ କହିଛୁ, ରିମାଇଣ୍ଡ କରୁଛୁ କେତେଟା ବିଷୟ। ଆଉ ଆଟିଟ୍ୟୁଡ, ଆମର ମନୋଭାବ ଯେତେବେଳେ ଆମେ ପ୍ରସ୍ତୁତ ହଉଛୁ ଏବଂ ଯେତେବେଳେ ଲୋକମାନଙ୍କ ପାଖକୁ ଯାଇ ଉପସ୍ଥାପନ କରୁଛୁ, ପ୍ରିୟ ଭାଇ ଭଉଣୀ ମାନେ, ଆମର ଉପସ୍ଥାପନ, ଆମର କଥାବାର୍ତ୍ତା, ଆମର ମନୋଭାବ ଲୋକମାନେ ସେଟା ପଢିଦେବେ। ଆମେ କଣ ପାଇଁ କହୁଛୁ, କଣ କହୁଛୁ, ଲୋକମାନେ ସେଟା ପଢିବେ। ଯଦି ଆପଣ କାହା ଗୋଟେ କିଛି କହିବାକୁ ଚାହୁଁ, ଆପଣଙ୍କ ମେସେଜ ମାଧ୍ୟମରେ କିଛି କହିବାକୁ ଚାହୁଁଛନ୍ତି, ସେମିତି ହୁଏ ବେଳେ ବେଳେ। ବେଳେ ବେଳେ ଲୋକମାନେ ମେସେଜ ଇନଡାଇରେକ୍ଟଲି ଜଣକୁ ଗାଳି କରିବେ, ଜଣକୁ ଲଜେଇବେ, ଜଣକୁ ତୁଚ୍ଛ କରିବେ, ଜଣକୁ ଗୋଟେ ଆକ୍ଷେପ କରି କହିବେ। ଭେରି ଭେରି କେୟାରଫୁଲ, ସେଟା କଲେ କିଛି ଉପକାର ହେବନି। ହଁ, ବାଇବଲ ମାଧ୍ୟମରେ ଭୁଲଟା ଭୁଲ ସେଟା ଆମେ କହିବା। ଯଦି ସେ ଲୋକଟା ଦୁଃଖ ହେଲା, ଭଲ ବିଷୟ ସେଟା, ରିପେଣ୍ଟ, ମନ ପରିବର୍ତ୍ତନ କରି ସେ ଆଉ ଭଲ ହବ। ଅ ପ୍ରଭୁ ତାକୁ କ୍ଷମା କରିବେ, ଆଶୀର୍ବାଦ କରିବେ। କିନ୍ତୁ ଜଣକୁ ତୁଚ୍ଛ କରିକି, ଜଣକୁ ଆକ୍ଷେପ କରିକି, ଜଣକୁ ନିନ୍ଦା କରିକି, ଜଣକୁ ଟିକେ ଇଂଲେ, ଏଇଟା କେବେ ମଧ୍ୟ ମନରେ ରହିବ ନାହିଁ ଯେତେବେଳେ ଆମେ ପୁଲପିଟ୍ ଛିଡା ହବ। ବାକ୍ୟ ପ୍ରସ୍ତୁତ ହେଲା ବେଳକୁ ଆଇକି ସେଟା ଆମେ ପ୍ରସ୍ତୁତ ହେବ ଅତି ଜାଗ୍ରତର ସହିତ। କିମ୍ବା ଆଉ ଗୋଟେ କଣ ହଉଛି, ବେଳେ ବେଳେ ଯେତେବେଳେ ଆମେ ପ୍ରଚାର କରୁ ଛିଡା ହଉ, ମନ ଭିତରେ ସେଟା ଆସେ, ମୋର ପ୍ରଚାରଟା ଆଜି ବଢିଯାଇଛି। ଆଉ ତ ଲୋକମାନେ ଯେତେବେଳେ ପ୍ରଶଂସା କରିବେ, ଏ ଭାବରେ ଆଉ ଟିକେ ଫୁଲିଯିବ। ବଡ ଡେଞ୍ଜର, ସେଇଆ କିଛି ଉପକାର ହବନି। ବରଂ ସେଥିପାଇଁ ଟୋଟାଲି ୱିଥ ହ୍ୟୁମିଲିଟି, ପୁରା ନମ୍ରତାର ସହିତ ଆମେ ପ୍ରଭୁଙ୍କର ଉପସ୍ଥିତିରେ ପ୍ରଭୁଙ୍କର ବାକ୍ୟ ପ୍ରସ୍ତୁତ ଦେବୁ ଏବଂ ଲୋକମାନଙ୍କୁ କହିବୁ। ସେ ଆଟିଟ୍ୟୁଡ, ଆମର ଆଟିଟ୍ୟୁଡ କଣ, ଲୋକମାନେ ଜାଣିଦେବେ ସେଟା, ଲୋକମାନେ ପଢିଦେବେ ସେଟା। ଲୋକମାନେ ଅଲରେଡି ସେଟା ଜାଣିକି ସେମାନେ ଆଉ ଆମକୁ ନଜର, ଆମର କଥାଭାଷା ଦ୍ଵାରା ସେମାନେ ଆମେ କଣ କହୁଛୁ, କଣ ପାଇଁ କହୁଛୁ ଜାଣିବେ। ସେଥିପାଇଁ ଆମର ଆଟିଟ୍ୟୁଡ, ଆମର ମନୋଭାବ ଅତି ପ୍ରେମର ସହିତ, ନମ୍ରତାର ସହିତ ଲୋକମାନଙ୍କର ଆଶୀର୍ବାଦ ହଉ, ଲୋକମାନେ ବାକ୍ୟ ବୁଝି ପ୍ରଭୁଙ୍କ ନିକଟକୁ ଅଧିକ ନିକଟବର୍ତ୍ତୀ ହୁଅନ୍ତୁ, ପ୍ରଭୁଙ୍କ ନିମନ୍ତେ ଯୀଶୁଙ୍କ ଆଚରଣରେ ଅଭ୍ୟାସ କରନ୍ତୁ, ଶିଖନ୍ତୁ, ପ୍ରସ୍ତୁତ ହୁଅନ୍ତୁ, ଏଇଟା ଆମର ଲକ୍ଷ୍ୟ ରହିବ। ନହେଲେ ଆକ୍ଚୁଆଲି ଯଦି ଆମ ମନୋଭାବ କିଛି ଗୋଟେ ଅଲଗା ଥିବ, କିଛି ଉପକାର ହେବ ନାହିଁ। ସବୁବେଳେ ଆମେ ଟିକେ ସେଥିପାଇଁ ଜାଗ୍ରତ ରହିବା, ପ୍ରଭୁ ଅନୁଗ୍ରହ କରନ୍ତୁ। ଏବଂ ଆଉ ଗୋଟେ କଣ, ସ୍କ୍ରିପଚୁରାଲ ବେସ୍, ବାଇବଲ ବେସ୍। ବାଇବଲ ଯାହା ଆମେ କହୁଛୁ, ଗୋଟେ ଗୋଟେ
गोटे गोटे थर कौन होची बाइबल रे गोटे जगह लिखाई एटा प्रकृतर कौन पाई लिखाई तार प्रकृत भावटा न जानिकी अलग विषय प्रचार हो अति सावधान से विषय मन बाइबल बेस आ गोटे विषय जब आम कहूँ एक्चुअली से कथा अलग जगह सेटा तार इंटरप्रिटेशन तार अर्थटा अलग जगह कही सेटा देखी खोज बाहर करवा पड़ो पुणी आ गोटे मुख्य विषय इट शुड बी स्पिरिट बेस और स्पिरिचुअल स्पिरिट गाइडेड मेसेज एटा केमती हेबो सब बाइबल पढ़िवा द्वारा एवं बाइबल अध्ययन करबा पुणी प्रभु को निर्भर करे पवित्र आत्मा हम कथा कहन एटा स्पिरिचुअल माने स्पिरिट बेस्ड बा स्पिरिचुअल गाइडेड बाय स्पिरिट आत्मा के द्वारा परिचालित है कि हमें लिखबा हमें प्रस्तुति हेबा उचित हमर खाली ज्ञान व्यवहार कले हेबो नै तेरा अति नम्रतार सहित प्रभु हमनु गाइड कर हमनु सहायता कर आमे केंती प्रस्तुत करू वाक्य सेति प्रभु को निकट वाक्य प्रार्थना करें लोक मान परिस्थिति कौन कौन कहले हम ये प्रार्थना सहित आम अति प्रार्थना सहित आउ प्रस्तुत होबार उचित पाउल कहती ईश्वर वाक्य एटा पवित्र आत्मा लिखित जानिछु हेले पवित्र आत्मा ही जानती ईश्वर वाक्यर प्रकृत मिनिंग से नम्रतार सहित प्रभु को निकट पवित्र आत्मा साहाय्य सब मागी आम प्रभु वाक्य को पढ़ु शक्तियुक्त प्रचारक माने जो माने कि टिके जो मान प्रचार टी भल लगुची से माने निश्चय बारंबार बाइबल को उलट पालट करी पड़ुछन उलट पालट करी बारंबार बाइबल पढ़ु आपण जेते पाउछंती गोटे आगरु मु कहूची सेरा अति जरूरी फॉर द पर्सनल लाइफ एवं आम जीवन पे एवं अन्य मानक उपकार पे आम बाइबल को बारंबार आमे पढ़िबु अध्ययन करू हेले बारंबार पढ़िवा द्वारा आमे प्रकृत रे पवित्र आत्मा हमको सहायता करबे को विषयटा को का सहित आमे कनेक्शन करबा का को हमर चेन रेफरेंस करबा सेटा हमको सहायता करबे हमर पूर्व पुरुष माने अनेक लोक माने हमको विभिन्न प्रकार बही देके जाइछन कमेंट्री देइछन्ती डिक्शनरी देइछन्ती आउ कंकर्डेंस देइछन्ती बहुत बड़ कंकर्डेंस याको सुंदर सुंदर बही जाक देइछन ठीक अछि किंतु आमे जेते बड़ अध्ययन करछु बारंबार पढुछु प्रिय भाई बहन माने आपण जदि प्रेम करूचंती बाइबल को प्रेम करूचंती टिके निजे शिखिबा पय निजे तैयार हेबा पय निजर जीवन को गठन करबा पय प्रभु प्रचुर भाबरे आपण आशीर्वाद करबे एवं को पदटा कहा सहित जोड़िबे सेरा पवित्र आत्मा कर कार्य सेति स्पिरिट गाइड आत्मा को द्वारा सेरा परिचालित हेबा निहात दरकार जेता बारंबार बाइबल पढ़िबू प्रभु कोटा को केते बेले मिसेबा सेरा को प्रभु आमन को सहायता करे प्रभु अनुग्रह करंतु एवं आ गोटे गोटे थर कौन होची बोले आमे जोटा गोटे मन कर गोटे अंश बा गोटे पद आमे जहाँ भाबुथिबु जहाँ चिंता जहाँ बुझलु सेटा फाइनल नुहे सेटा फाइनल नुहे गोटे विषय बुझिबा पई लोके विभिन्न प्रकार भाव प्रभुଙ୍କର ଚାଲନାର ବିଭିନ୍ନ ପ୍ରକାର ବିଷୟ ପାଇବେ ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ହେବାର ଅଛି କଥାରୁ ମୁଁ କହିଥିଲି ଯେତେବେଳେ ନୂଆ ବାରମ୍ବାର ବାଇବଲ ପଢିଲା ବେଳକୁ ନୂଆ ନୂଆ ତଥ୍ୟ ନୂଆ ନୂଆ ଭାବରେ ନୂଆ ନୂଆ ଚିନ୍ତା ପ୍ରଭୁ ଆମକୁ ଦିଅ କାହିଁକି କାହିଁ ଏଭ୍ରି ଏକର ଏକ ଠିକ ପଢନ୍ତୁ एवरी एकरे ईश्वर पुरा काଳରେ ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରେ ଭାବାଦୀ ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କୁ କଥା କହି ଏଇ ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ କଥା କହିଅଛନ୍ତି प्रभु ए पद द्वारा कौन जानछु बोले प्रभु तांकर कम्युनिकेशन स्टाइल टाकू चेंज करूछंती वाक्य चेंज करनांती प्रभु चेंज हे नांती कम्युनिकेशन शैली तांकर जोगाजोग विषय टाकू से परिवर्तन करूछंती as per the understanding and the ability of the people पूरा काल रे ईश्वर विभिन्न माध्यम रे विभिन्न भाव रे विभिन्न भाग रे हला भाबादी मान द्वारा आउ तांकर दास मान द्वारा दूत मान द्वारा विभिन्न भाग रे पुरातन नियम हम कहि
किंतु नूतन नियम रे फाइनल टोटाली आउट अधिक निकटतर कहि इवन एबे मज जेतेबेला हम बाइबल बारंबार पढुवे କିଛି ବର୍ଷ ପୂର୍ବରୁ ହୁଏତ ଗୋଟେ ବୁଝିଥିଲେ ଗୋଟେ ବିଷୟର ଗୋଟେ ଅଂଶର ଗୋଟେ ପଦର ଅର୍ଥଟା ଗୋଟେ ଭିନ୍ନ ଆପଣ ବୁଝିଲେ କିନ୍ତୁ ପରେ ସେଟା ଚେଞ୍ଜ ଏଟା ପ୍ରଭୁ ସାହାଯ୍ୟ କରିବେ ଯେତେବେଳେ ଆମେ ବାରମ୍ବାର ପଢୁଛନ୍ତି ଆଉ ଗୋଟେ ପଦ ପଢନ୍ତୁ ଫିଲିପି 3:15 ପଢିବା ଗଠନ କରିବା ଗଠନ କରିବା ଅତଏବ ଅତଏବ ଆମ୍ଭେମାନେ ଆମ୍ଭେମାନେ ଟିକେ ପଢନ୍ତୁ କେ ପଢିବା ଅତଏବ ଆସ ଆମ୍ଭେମାନେ ଯେତେ ଲୋକ ସିଦ୍ଧ ଏପରି ଭାବ ଧାରଣ କରୁ ଆଉ ଯଦି କୌଣସି ବିଷୟରେ ତୁମମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ ତେବେ ଏହା ମଧ୍ୟ ଈଶ୍ୱର ତୁମମାନଙ୍କ ନିକଟରେ ପ୍ରକାଶ କରିବେ। କେତେଟା ବିଷୟରେ ଭିନ୍ନ ଧାରଣ ଭିନ୍ନ ଭାବ ଆମଙ୍କର ଭାବନା ଅଲଗା ଲୋକ ଭାବନା ଟିକେ ମିଶି ନ ଥାଇ ନପାରେ କିମ୍ବା ବୁଝିବାଟା ପ୍ରଭୁ ସେଟା ମଧ୍ୟ କ୍ଲିୟର ଆମକୁ କରିବେ ସେ ନିଜେ ପ୍ରତିଜ୍ଞା କରୁଛନ୍ତି ସେଥିପାଇଁ ଆମେ ପ୍ରଭୁଙ୍କୁ ନିର୍ଭର କରୁ ପ୍ରଭୁଙ୍କ ପାଖେ ବାରମ୍ବାର ପଢୁ ବୁଝିବା ପାଇଁ କୋଉଟା ଜଣା ପଡୁ କେତେଟା ବିଷୟ ହୁଏତ ଆମେ ଜାଣିପାରିବୁ ନାହିଁ କାହିଁକି ଦ୍ୱିତୀୟ ବିବରଣୀ 29 ଅନୁସାରେ 29 ଆମେ ପଢିବା ନାହିଁ କେତେଟା ଗୁପ୍ତ ବିଷୟ ସଦା ସେଟା ଆମକୁ ଜଣାଯାଏ ବାଇବଲରେ ଅନେକ ସେମିତି ବିଷୟ ଅଛି କିନ୍ତୁ ପ୍ରଭୁ ଆମକୁ ଜଣାଇବେ ଆମକୁ ଶିଖେଇବେ ପୁଣି ପ୍ରଥମ ତିମୋଥୀ 5:21 ଠିକ ପଢନ୍ତୁ ପ୍ରଥମ ତିମୋଥୀ 5:21 ଠିକ ପଢନ୍ତୁ ପଢିବା ଈଶ୍ୱରଙ୍କ ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ ରୂପେ ଆଜ୍ଞା ଦେଉଅଛି ତୁମ୍ଭେ ପୂର୍ବ ଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର ପୁଣି ପକ୍ଷପାତ ଭାବରେ କୌଣସି କାର୍ଯ୍ୟ କର ନାହିଁ। ପୂର୍ବ ଧାରଣା ଅନୁସାରେ ବସିକି ରୁହ ନାହିଁ ଆଉ ଗୋଟେ କଥା ମୁଁ କହିବି ଯୋଉଟା ଆମେ ବୁଝିଲୁ ସେଟା ଡିସ୍କସନ ମୁଁ କରିଥିଲି କେତେ ଜଣଙ୍କ ସହିତ ଯୀଶୁଙ୍କର ମାନେ ଯେତେବେଳେ ସେ ଯୀଶୁ କ୍ରୁଶରେ ମୃତ୍ୟୁବରଣ କଲେ ସେ ସମୟରେ କେଉଁ ପାର୍ଶ୍ୱର ଲୋକ ସ୍ୱର୍ଗକୁ ଗଲେ ପାରଦୀସକୁ ଗଲେ ସମସ୍ତେ ଜାଣିଛୁ କହୁଛନ୍ତି ଦକ୍ଷିଣ ପାର୍ଶ୍ୱର ଲୋକ ନା କିନ୍ତୁ ଆକ୍ଚୁଆଲି ବାଇବଲରେ ସେଟା ଲେଖା ନାହିଁ ଦକ୍ଷିଣ ପାର୍ଶ୍ୱର ଲୋକ ବୋଲି ବାଇବଲରେ ଲେଖା ନାହିଁ ତାର ରିଜନ ଟା କାହିଁକି ଦକ୍ଷିଣ ପାର୍ଶ୍ୱ ବୋଲି କହୁଛୁ ହୁଏତ ଆମେ ସେଟା ବୁଝେଇ ପାରିବା କିନ୍ତୁ ଏକ୍ଜାକ୍ଟଲି ସେଟା ନାହିଁ ସେ ଯେ ପୂର୍ବ ଧାରଣା ଲୋକମାନେ କହିଦେଲେ ଯେ ହଁ ବୋଲି କହିଲେ ହବନି ଆମେ ସେଥିପାଇଁ ପୂର୍ବ ଧାରଣା ଯାହା ଶୁଣିଛୁ ଯାହା ବୁଝିଲୁ ସେଟା ଏକା ବୋଲି ସବୁ ଧରିଲେ ମାନେ ଆମେ ଯେତେବେଳେ ବାରମ୍ବାର ପଢୁ ପ୍ରଭୁ ଆମକୁ ନୂଆ ବିଷୟ ଗଭୀର ବିଷୟ ରହସ୍ୟପୂର୍ଣ୍ଣ ବିଷୟ ଗୁଡିକ ଆମକୁ କହନ୍ତି ସେଥିପାଇଁ ଆଉ ଏଫ୍ରେଶ ନୂଆ ଭାବରେ ଆଉ କିଛି ଶିଖିବା ପାଇଁ ସବୁବେଳେ ମନେ ରହିବ ଏବଂ ପ୍ରଚାର ମଧ୍ୟ ବାକ୍ୟ ମଧ୍ୟ ଯେତେବେଳେ ପ୍ରଚାର କରୁଛୁ ହୁଏତ ଗୋଟେ ବାକ୍ୟକୁ ହୁଏତ ବାରମ୍ବାର 10-15 ଥର ମଧ୍ୟ ପ୍ରଚାର କରୁଛୁ କିନ୍ତୁ ସେଇଟା ସମାନ ସେଇଟା ଟେପ୍ ରେକର୍ଡ ନୁହେଁ ଆମେ ତ ଟେପ୍ ରେକର୍ଡ ନୁହଁ ନା ମିଶନ ନୁହଁ ଆମେ ଆଉ ପ୍ରଭୁ ମଧ୍ୟ ସେମିତି ନୂଆ ଭାବ ନୂଆ ଚିନ୍ତା ନୂଆ ପାୱାର ଦେଇକି ସେଟାକୁ ଉପସ୍ଥାପନ କରିବୁ ଯେତେବେଳେ ବାରମ୍ବାର ଗୋଟେ ମେସେଜ କଲେ ଆହୁରି ଭିତରେ ରହସ୍ୟପୂର୍ଣ୍ଣ କଥା ଗୁଡିକ ଆସେ କାହିଁକି ପ୍ରଭୁ ସେଟା ଆମକୁ ସାହାଯ୍ୟ କରନ୍ତି ବୁଝିବା ପାଇଁ ସେଥିପାଇଁ ପ୍ରଭୁ ଯଦିଓ ଆମର ବିଭିନ୍ନ ନିୟମ ଗୁଡିକ ଅଛି କେମିତି ବାକ୍ୟ ପ୍ରସ୍ତୁତ ବାକ୍ୟ ପ୍ରଚାର କରିବା କିନ୍ତୁ ତାଠୁ ଅଧିକ ଆମର ଜାଗତିକ ହୋମିଲେଟିକ୍ସ ଭାବରେ ଆମେ ଅନେକ ଶିଖିଛୁ ଏମିତି ଏମିତି ଏ ଧାରା ଗୁଡିକ ତଥାପି ତାଠୁ ଉର୍ଦ୍ଧ୍ୱରେ ଆତ୍ମାଙ୍କର ପରିଚାଳନା ଅଲୱେଜ ଲେଟ୍ ଅସ୍ ଟ୍ରଷ୍ଟ ଗଡ୍ ସବୁବେଳେ ଈଶ୍ୱର ନିର୍ଭର ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରେ ନମ୍ରତାର ସହିତ ଆମେ ପ୍ରଭୁଙ୍କ ଚରଣ ତଳକୁ ଯାଉ ୱିଥ୍ ହ୍ୟୁମିଲିଟି ୱିଥ୍ ହମ୍ବଲନେସ୍ ଆଉ ପ୍ରଭୁ ଆମକୁ ଶିଖେଇବେ ସେ ବାକ୍ୟ କୋଉ ସମୟରେ କେତେବେଳେ କାହାକୁ ଦର କାହିଁକି ଆକ୍ଚୁଆଲି ପ୍ରଭୁ ହିଁ ଆଶ୍ଚର୍ଯ୍ୟ ଶିକ୍ଷକ ଆୟୁବ ପୁସ୍ତକରୁ 2-3ଟା ପଦ ପଢିବ ହେଲା ଆୟୁବ 35:10-11 ପଢନ୍ତୁ ଗଠନ କରିବା 35:10-11 ମାତ୍ର ଯେ ରାତ୍ରି କାଳେ ଜ୍ଞାନ ପ୍ରଦାନ କରନ୍ତି ଯେ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଅଧିକ ଶିକ୍ଷା ଦିଅନ୍ତି ଓ ଆକାଶର ପକ୍ଷୀଗଣ ଅପେକ୍ଷା
ଆମମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି, ଏହା କେହି ନ କହେ। ଅତି ଆଶ୍ଚର୍ଯ୍ୟ। ଆଉ ଟିକେ ଆଗକୁ ଯାଇକି ପଢନ୍ତୁ 36 ରୁ 22, 36:22। ପଠନ କରିବା। ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି, ତାହାଙ୍କ ପରି ଶିକ୍ଷକ କିଏ ଅଛି? ତାହାଙ୍କ ପରି ଶିକ୍ଷକ କିଏ ଅଛି? ହେଲା, ପ୍ରଭୁ ହିଁ ଆମକୁ ଶିକ୍ଷା ଦେବେ ଉପଯୁକ୍ତ ସମୟରେ କୋଉ ସମୟରେ କଣ ଆବଶ୍ୟକ କରୁଛି। କିନ୍ତୁ ଆମର ପ୍ରେମଟା ଈଶ୍ୱରଙ୍କ ପ୍ରତି, ଈଶ୍ୱରଙ୍କ ବାକ୍ୟ ପ୍ରତି, ଈଶ୍ୱରଙ୍କ ବାକ୍ୟ ଜ୍ଞାନ ପ୍ରତି ରହିଲେ ପ୍ରଭୁ ଆମକୁ ଶିଖେଇବେ। ତାପରେ ଗୀତ ସହିତ ଟିକେ ଯାଆନ୍ତୁ 25 ପର୍ବ 9, 12, 14। ଗୀତ ସହିତ 25, 9, 12, 14। ପଠନ କରିବା 25:9, 12, 14। ହୁଁ। ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। 12, ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। 14, ହୁଁ। ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀ ମାନଙ୍କ ଠାରେ ଥାଏ, ଆଉ ସେ କେଉଁ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। ରାଇଟ୍, 51ର 6 ଗୋଟେ। ହେଲେ କିନ୍ତୁ ଏଠି କଣ କହୁଛି, କାହାକୁ ସେ ଶିଖାଉଛି, କି ପ୍ରକାର ଲୋକମାନଙ୍କୁ ସେ ଶିଖଉଛନ୍ତି, ଆମେ ସେଟା ଦେଖୁଛୁ। ସରଳ ଲୋକମାନଙ୍କୁ, ଈଶ୍ୱରଙ୍କୁ ଭୟ କରୁଥିବା ଲୋକ, ଯୋଉମାନେ କି ଈଶ୍ୱରଙ୍କୁ ଭରସା ରଖନ୍ତି, ସେମାନଙ୍କୁ ସେ ଶିଖେଇବେ। ପ୍ରିୟ ଭାଇ ଭଉଣୀ ମାନେ, ଆମର ଜୀବନ ପାଇଁ ଆମେ ଯାହା ଶିଖୁଛୁ, ଆକ୍ଚୁଆଲି ଏଟା ତ ହ୍ୟୁମାନିଟିକ୍ସ କ୍ଲାସଟା, ଯାହା ଆମେ ବାଇବଲ କେମିତି ପ୍ରସ୍ତୁତ, ବାକ୍ୟ କେମିତି ପ୍ରସ୍ତୁତ ହେବୁ ଆଉ କେମିତି ଶିକ୍ଷା ଦେବୁ। କିନ୍ତୁ ପ୍ରଥମ ବିଷୟଟା ଆମେ କେମିତି ପ୍ରସ୍ତୁତ ହେବୁ, ଆମେ ନିଜେ ପ୍ରସ୍ତୁତ ହେଲେ ହିଁ ଲୋକମାନଙ୍କୁ କହିବୁ। ସେଥିପାଇଁ ଆମେ ଯେତେବେଳେ ସରଳତାର ସହିତ ପ୍ରଭୁଠାରେ ରହିବୁ, ପ୍ରଭୁଠାରେ ଶିଖିବାକୁ ଇଚ୍ଛା କରୁଛୁ, ପ୍ରଭୁ ଆମକୁ ଶିଖେଇବେ। 51ର 6। ପଠନ କରିବା। ଦେଖ, ତୁମେ ଉତ୍ତରରେ ସତ୍ୟତା ଚାହୁଁଛ, ପୁଣି ତୁମ୍ଭେ ଗୂଢ଼ ସ୍ଥାନରେ ମତେ ଜ୍ଞାନ ଶିକ୍ଷା ଦେବ। ସେ ଗୂଢ ସ୍ଥାନରେ, ସିକ୍ରେଟଲି, ରାତ୍ର ସମୟରେ, ସେଟା ମଧ୍ୟ ଆମେ ଆୟୁବ ପୁସ୍ତକରେ ଦେଖିଲୁ। ଏବଂ ନିରୋଡ ସ୍ଥାନରେ, ନିରବ ଜାଗାରେ ଆମକୁ ସେ ଶିକ୍ଷା ଦିଅନ୍ତି। ଏଟା ଯୀଶୁଙ୍କର ଶିକ୍ଷା ସମୟରେ ଆମେ ଦେଖୁଛୁ ମଧ୍ୟ। ସେଟା ଯୀଶୁ ଯେତେବେଳେ ଜଗତ ଥିଲେ, ଶିଷ୍ୟମାନଙ୍କୁ ଏକ୍ସଟ୍ରା କ୍ଲାସ ନେଲେ ରାତ୍ରି ସମୟରେ ଘରକୁ ଯେତେବେଳେ ଗଲେ। ହେଲେ ପ୍ରକୃତରେ ସଭା ସମିତିରେ ଅନେକ ବିଷୟ ଆମେ ଶିଖୁଛୁ, ଲୋକ ଗହଳିରେ ଚର୍ଚ୍ଚ ଗଲେ ଅନେକ ଶିଖୁଛୁ। କିନ୍ତୁ ଆଉ ଟିକେ ଆରାମସେ ଯେତେବେଳେ ପ୍ରାର୍ଥନା କରିବେ, ପ୍ରଭୁ, ମନେକର ଆପଣ ଚର୍ଚ୍ଚକୁ ଗଲେ, ଆଉ ଆପଣ ସଭାକୁ ଗଲେ, ତାପରେ ଫେରି ଆସିକି ପ୍ରଭୁଙ୍କୁ ଟିକେ ପଚାରେ, ପ୍ରଭୁ ସେଇ ବିଷୟ ଗୁଡ଼ିକ କଣ, ସେଇଟା ଟିକେ ଧ୍ୟାନ ଦେବେ। ହେଲେ ଆଉ ଟିକେ ରହସ୍ୟପୂର୍ଣ୍ଣ କଥା ଶିଖେଇବେ। ଏମିତି ମଧ୍ୟ କ୍ଲାସ ନେଲା ପରେ ଆମେ କେତେଟା ଶିଖୁଛୁ, ପ୍ରଭୁ ଏଇଟା ପ୍ରକୃତରେ କଣ, ଭାବନା ଟିକେ। ସେଥିପାଇଁ ଗୀତ 1ରେ ଲେଖା ଅଛି, ଯେ ଦିବାରାତ୍ର ଧ୍ୟାନ କରେ ଈଶ୍ୱରଙ୍କର ବାକ୍ୟ, ନାଇଁ କି? ଯେ ଦିବାରାତ୍ର ଧ୍ୟାନ କରେ, ଆଶୀର୍ବାଦ ହେବ। ପ୍ରକୃତ ରହସ୍ୟ, ଗୂଢ କଥା, ମାନେ ରହସ୍ୟପୂର୍ଣ୍ଣ, ଯୋଉଟା କି ଲୋକମାନେ ସାଧାରଣ ଜାଣିବେ ନାହିଁ। ଇଣ୍ଟରେଷ୍ଟ ହେଲେ ନିରୋଳତାର ସହିତ, ତାଙ୍କର ସହିତ ନିରବତାରେ ସମୟ ବିତେଇଲେ, ରାତ୍ର ସମୟର ବିଶେଷ ଆମେ କଥା କୁହନ୍ତୁ। ପ୍ରଭୁ ଅନୁଗ୍ରହ କରନ୍ତୁ। ଆଉ ସେଥିପାଇଁ ଅତି ସାବଧାନର ସହିତ ଆମେ ଡାଟାବେସ୍ ଦରକାର ମଧ୍ୟ। ଆଉ ସେଟା କଣ ଲଜିକାଲ, ଯୁକ୍ତିଯୁକ୍ତ ଏବଂ ଲାଇଫ ବେସ୍, ଆମର ବା ଲୋକମାନଙ୍କର ଯାହାକୁ ଆମେ କହୁଛୁ, ଏବଂ ରାଇଟ ଇଣ୍ଟରପ୍ରିଟେସନ, ଏବଂ ସେଟା ସଠିକ ବ୍ୟାଖ୍ୟା, ରାଇଟ ଆଟିଟ୍ୟୁଡ, ଉପଯୁକ୍ତ ମନୋଭାବ ନେଇକି, ପୁଣି ବାଇବଲ ବେସ୍, ସ୍କ୍ରିପଚରାଲ ବେସ୍। এটা তো অবভিয়াস, সেটা নিয়ে তো সঠিক ভাবে এবার উচিত। এবং স্পিরিট গাইডেড ପ୍ରସ୍ତୁତି କରିବାର ଅଛି। ଆତ୍ମାଙ୍କ ଦ୍ୱାରା ପରିଚାଳିତ ପ୍ରସ୍ତୁତି ପାଇଁ ପ୍ରାର୍ଥନା କରୁଥିବା ସେଟା। ଏବଂ ପୂର୍ବତନ ଭାବନା ବା ଆଗରୁ ଯାହା ଜାଣିଛୁ ସେତିକିରେ ଲିମିଟ ହେବା ନାହିଁ। ଲେଟ୍ସ ବି ଓପନ। କେତେଟା ଲୋକମାନଙ୍କର ମତ ହୁଏତ ଆମେ ଗ୍ରହଣ କରିପାରିବା, ବିଭିନ୍ନ ପ୍ରକାର ମତ ମଧ୍ୟ ଅଜବ, ଯୋଉଟା କି ସଠିକ ନାହିଁ, ସେମିତିକା ମତ ବି ପ୍ରଦାନ କରିବେ କେତେ ଲୋକ, କିନ୍ତୁ ସେଟା ନୁହେଁ। କିନ୍ତୁ ଆମେ ନ୍ୟୁ ପାଇଁ, ନୂଆ ନୂଆ ମନୋଭାବ ପାଇଁ, ନୂଆ ନୂଆ ଆଉ ଗୋଟେ ଶକ୍ତିଯୁକ୍ତ ଏକ୍ସପିରିଏନ୍ସ ପାଇଁ ଆମେ ଅପେକ୍ଷା କରିବା। ପ୍ରଭୁ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ଲେଟ୍ସ ଗୋ ବ୍ୟାକ୍ ଟୁ ଏଗେନ୍, ଗତ ସପ୍ତାହରେ ଯେ ଆମେ ଯୋଉଠି ଛାଡିଥିଲୁ, ସେ ହିତୋପଦେଶ 18:10 ଆଉ ଟିକେ ପଢି ଦିଅନ୍ତୁ। ସେଠାର ବାକି
ବିଷୟଟାକୁ ଟିକେ କମ୍ପ୍ଲିଟ କରିବାକୁ ଚାହିଁବି। ପଠନ କରିବା। ସଦାପ୍ରଭୁଙ୍କ ନାମ ଦୃଢ ଗଳ, ଧାର୍ମିକ ଲୋକ ତହିଁକି ପଢାଇ ରକ୍ଷା ପାଏ। ସଦାପ୍ରଭୁଙ୍କ ନାମ ଦୃଢଗଡ଼, ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ। ଈଶ୍ୱରଙ୍କର ନାମ ସହିତ କ୍ୟାରେକ୍ଟର ଯୋଡି ରହୁଛି। ଆମର ଲୋକମାନଙ୍କୁ ହୁଏତ ଜନ୍ମ ସମୟରେ ସେଟା ଆମେ ଜାଣିପାରିବା ନାହିଁ, କିନ୍ତୁ ଈଶ୍ୱରଙ୍କୁ ସେଟା ଅନନ୍ତ କାଳ ସେଟା ଅଛି। ଲୋକର ନାମର ପ୍ରଭାବଟା ବୟସ ପ୍ରାପ୍ତ ହେଲା ପରେ ବା ଗୋଟେ କାମର ମହତ୍ଵ ଦେଖିଲା, ମହତ୍ଵର କାମ କଲା ପରେ ତାର ନାମକୁ ଲୋକମାନେ ଅଧିକ ମନେ ପକେଇବେ, ଅଧିକ ଖୋଜିବେ, ଅଧିକ ସେ ତାଙ୍କ ପଛକୁ ଯିବେ। ତାର ମାନେ କଣ, ନାମର ମହତ୍ଵ ତାର ରହିଛି। ବିଶେଷ ବିଶେଷ ଈଶ୍ୱରଙ୍କର ନାମକୁ ଆମେ ଜଷ୍ଟ କେତେଟା ଆମେ ମନେ ପକେଇଦେବା, ଯାହାକି ବାଇବଲରେ ଅନେକ ବିଷୟ ଅଛି ନାମଟା, କିନ୍ତୁ ଆମେ କହିଲୁ ଗତର ଈଶ୍ୱରଙ୍କର ନାମ ଲୋକମାନଙ୍କର ପରିସ୍ଥିତି, ତାଙ୍କର ପ୍ରାପ୍ୟ ଆବଶ୍ୟକ ଅନୁସାରେ ସେମାନେ ନାମ ଦେଇ, ଯାହା ସେମାନେ ତାଙ୍କର ଯାହା ପାଇଲେ ସେମାନେ ସେ ଅନୁସାରେ ସେ ନାମଟା ଦେଇଛନ୍ତି। ବାଇବଲ ପଣ୍ଡିତ ମାନଙ୍କ ଅନୁସାରେ ଆକ୍ଚୁଆଲି ଈଶ୍ୱରଙ୍କ ନାମ ଏଲ। ସେ ଏଲ ସହିତ ବାକି ସବୁ ମିଶାଇ, ପ୍ରଥମ କଥା ଏଲ ପୁଣି ସେଟା ହଉଛି, ଆଉ ବହୁତ ଗୁଡାଏ ନାମ ଅଛି, ବିଶେଷ ପୁରାତନ ନିୟମର କଥା ଦେଖୁଛୁ ପେଣ୍ଟାଟ୍ୟୁକରେ ଏବଂ ଅଲଗା ପୁସ୍ତକରେ ମଧ୍ୟ। ଆଉ ଗୋଟେ ଯୋଉଟା କି ପ୍ରଥମ ପୁସ୍ତକର ପ୍ରଥମରେ ଲେଖା ଅଛି ଏଲୋହିମ୍, ପରମେଶ୍ୱର ଯୋଉଠି ଲେଖା ଅଛି ଏଲୋହିମ୍ ଟା ମାନେ ଏଲ ର ପ୍ଲୁରାଲ ଫର୍ମଟା ଏଲୋହିମ୍, ପରମେଶ୍ୱର ମାନେ ପରମ ଈଶ୍ୱର, ସୁପ୍ରିମ ଗଡ। ପରମେଶ୍ୱର ମାନେ ଆମ ଓଡିଆଟା ସେଟା ଆମେ ଜାଣିଛୁ, ପରମ ଈଶ୍ୱର ମାନେ ଈଶ୍ୱରଙ୍କର ଈଶ୍ୱର, ସେ ତାଙ୍କ ପୁରା କେନ୍ ପରମ ଈଶ୍ୱର। ଏଟା ଏକ ପର୍ବ ଏକ ଆଦ୍ୟରେ ପରମେଶ୍ୱର ଆକାଶ ମଣ୍ଡଳ ଏବଂ ପୃଥିବୀର ନିର୍ମାଣ କଲେ। ଆକ୍ଚୁଆଲି କେତେ ଜଣ ଅନ୍ୟ ଧର୍ମାବଲମ୍ବୀ ମାନେ କେତେଟା କୋଶ୍ଚିନ୍ କରନ୍ତି, ଆପଣ ମାନଙ୍କର ବାଇବଲରେ ଈଶ୍ୱରଙ୍କ ନାମ ପ୍ରଥମରେ ଲେଖା ହେଇନି କାହିଁକି? ଆଦ୍ୟରେ ପରମେଶ୍ୱର, ଆଦ୍ୟ ଆସିଲା ପରମେଶ୍ୱର ସେକେଣ୍ଡରେ ଆସିଲେ, କେତେ ଜଣଙ୍କର ମତ ସେଟା, କିନ୍ତୁ ଅରିଜିନାଲ ଲିଖିତରେ ହିବ୍ରୁରେ ଏଲୋହିମ୍ ବେରେସେତ୍ ଲେଖା ଅଛି। ପ୍ରଥମରେ ଈଶ୍ୱରଙ୍କର ନାମ ଏଲୋହିମ୍, ଈଶ୍ୱରଙ୍କ ଦ୍ଵାରା ସେଟା ସବୁ ଆରମ୍ଭ ହେଇଯାଇଛି। ଜଷ୍ଟ ଇନଫର୍ମେସନ ପାଇଁ କେତେ ଲୋକ ବେଳେ ବେଳେ ସେଟା କୋଶ୍ଚିନ୍ କରନ୍ତି ନୈଷ୍ଠିକ ମାନେ। ଈଶ୍ୱର ଆକ୍ଚୁଆଲି ପରେ ଆସିଲେ, ସୃଷ୍ଟି ଆଗରୁ ହେଲା। ଆଦ୍ୟରେ ପରମେଶ୍ୱର ବୋଇଲେ ଆଦ୍ୟ ତା ଆଗରୁ ଥିଲା, ତାପରେ ପରମେଶ୍ୱର ଆଇଲେ ବୋଲି କେତେ ଜଣ କହୁଛନ୍ତି। ନାଇଁ ନାଇଁ ସେଟା ନାଇଁ, ଯଦି ସେ ଅନୁସାରେ ଯୁକ୍ତି କରନ୍ତି ଲୋକେ, ତାହେଲେ ଅରିଜିନାଲ ଟେକ୍ସଟ ଯେତେବେଳେ ଯିବୁ ଆମର ଇବ୍ରୁକୁ, ଏଲୋହିମ୍ ବେରେସେତ୍, ପରମେଶ୍ୱର ସୃଷ୍ଟି କଲେ। ସେଥିପାଇଁ ପରମେଶ୍ୱରଙ୍କ ଦ୍ଵାରା ପ୍ରଥମ ପରମେଶ୍ୱର, ତାପରେ ସବୁ। ସେ ଯାଉ ଏଲୋହିମ୍ ପ୍ଲୁରାଲ ଫର୍ମ ଈଶ୍ୱରଙ୍କର, ସେଟା ତ୍ରିତ୍ବ ପରମେଶ୍ୱର, ସେଟା ଆମେ ଦେଖୁଛୁ। ଏବଂ ଏଲୋୟନ୍ ଯୋଉଟା କି ସେ ଲେଖା ଅଛି ସର୍ବୋପରିସ୍ଥ ପରମେଶ୍ୱର। ଆଉ ଗୋଟେ ତାଙ୍କର ଗଥର ବି ଟିକେ ଆମେ ଆଲୋଚନା କରିଥିଲୁ ଜିହୋବା, ଯୋଉଟା କି ୟାହୋବେ, ଏଟା ପ୍ରୋନାଉନ୍ସିଏସନ କରିବାଟା କଷ୍ଟ ଅରିଜିନାଲ ଲାଙ୍ଗୁଏଜରେ, YHWH ସେଟା କେମିତି କରିହବ ନାହିଁ। ସେଥିପାଇଁ ସେଟା କଣ କଲେ, ଆମର ବାଇବଲ ପଣ୍ଡିତ ମାନେ ବା ଜିହୁଦୀ ମାନେ ସେଇଟା ନ କହିକି ଉଚ୍ଚାରଣ କଲେ ଅପବିତ୍ର ହେଇଯିବ, ଈଶ୍ୱରଙ୍କ ନାମ ଅମାନ୍ୟ ହେଇଯିବ। ସେଥିପାଇଁ ସେଟାକୁ ଆଡୋନାଇ ବୋଲି କହେ, ମାଇ ଲର୍ଡ, ମୋର ପରମେଶ୍ୱର, ଆଦୋନାଇ ବୋଲିକି ସେମାନେ ସେଟା କହିଲେ। ଯୋଉଟା କି ଯାତ୍ରା 3:14-15 କଥା ଆମେ ଦେଖୁଛୁ, ଗଥର ବିଷୟରେ ଆମେ ଚିନ୍ତା କରୁ। ଏବଂ ଆଗରେ କେତେଟା ଜାଗାରେ ଇଣ୍ଟରଚେଞ୍ଜ, ଆପଣ ଯେତେବେଳେ ବାଇବଲ ପଢିବେ ସେ ଲେଖା ଅଛି ୟାହୋବେ ଏଲୋହିମ୍ ମାନେ ସଦାପ୍ରଭୁ ପରମେଶ୍ୱର, କିମ୍ବା ଅପୋଜିଟ ମଧ୍ୟ ପରମେଶ୍ୱର ସଦାପ୍ରଭୁ ମଧ୍ୟ ଲେଖା ହେଇଛି ହେଲା। ସେଟା ସେଟା ଦୁଇଟା ଏକ ଲେଖା ହେଇଛି, ଅନେକ ଜାଗାରେ ସେ ବିଷୟ ଆମେ ଦେଖୁଛୁ। ସେ ଯାଉ ଆଉ ମଧ୍ୟ ଯୋଉମାନେ ଲୋକମାନଙ୍କ ତାଙ୍କର ଅନୁଭୂତି ଅନୁସାରେ ଆମେ ସେଟା ଦେଖୁଛୁ ଅନନ୍ତ କାଳୀନ ପରମେଶ୍ୱର, ଆଦି ପୁସ୍ତକ 21-33ରେ ଅନନ୍ତ କାଳୀନ ପରମେଶ୍ୱର,
ଅଛନ୍ତି ସର୍ବଦା। ଏବଂ ଆଉ ଗୋଟେ ଲେଖା ହେଇଛି ଆଦିପୁସ୍ତକ 22:23 ଆଉ ଏଲ ଏଲୋହି ଇସ୍ରାଏଲ, ମାନେ ଇସ୍ରାଏଲର ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର। ପୁଣି ଅବ୍ରାହ୍ମ ସହିତ ଯାହା ଘଟିଥିଲା ସେଇଟା ଆମେ ଦେଖୁଛୁ। ଜିଓବା ଜିରି ଆଲୋଚନା ଆମେ ଠିକ କରିଥିଲୁ। ଜିଓବା ଜାଇରା, ଜିଓବା ଜିରି ପରମେଶ୍ୱର ଯୋଗାନ୍ତି, ପୁଣି ସଦାପ୍ରଭୁ ଶାନ୍ତି ଦିଅନ୍ତି, ଜିଓବା ସାଲୋମ। ପୁଣି ଜିଓବା ସିଦ୍କେନୁ, ସଦାପ୍ରଭୁ ଧର୍ମମୟ, ସେଟା ଜିରିମିୟ ପୁସ୍ତକର 23:26, 33:16। ପୁଣି ଆଉ ଗୋଟେ ଇଜିକେଲ ପୁସ୍ତକ ଆଉ ଗୋଟେ ଅଛି, କଣ ସେଟା, ଜିହୋବା ସମା, ଜିହୋବା ସମା, ମାନେ ସଦାପ୍ରଭୁ ବିଦ୍ୟମାନ, ଦ ଲର୍ଡ ଇଜ ପ୍ରେଜେଣ୍ଟ, ସଦାପ୍ରଭୁ ବିଦ୍ୟମାନ। ଆକ୍ଚୁଆଲି ଲୋକମାନଙ୍କର ତାଙ୍କର ଥିଓଲୋଜି ଅନୁସାରେ ଈଶ୍ୱରଙ୍କୁ କି ପ୍ରକାର ବ୍ୟାଖ୍ୟା ପ୍ରେଜେଣ୍ଟ କରିବେ, ତାଙ୍କର ଓ, ସେମାନଙ୍କର ଅନୁଭୂତି ଅନୁସାରେ ସେମାନେ ସେଟା ଲେଖିଛନ୍ତି। ଗତର ବି ଆମେ ଦେଖିଲୁ ରେଭେଲେସନରେ ଯାହା ଲେଖା ଅଛି, ଈଶ୍ୱରଙ୍କର ନାମ କେହି ଜାଣିନାହାନ୍ତି। ଗୋଟେ ନାମ ଅଛି କେହି ଜାଣିନାହାନ୍ତି, କିନ୍ତୁ ଆମେ ଯୋଉ ନାମ ପାଉଛୁ ଆମମାନଙ୍କର ଆବଶ୍ୟକ ଅନୁସାରେ ଆମେ ସେ ନାମ ଗୁଡିକ ଦେଉଛୁ, ସେ ନାମ ଗୁଡିକ ଆମେ ବ୍ୟାଖ୍ୟା କରୁଛୁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଦ ଲର୍ଡ ଗଡ ଅଫ ଇସ୍ରାଏଲ, ସେଟା ମଧ୍ୟ ଲମ୍ବା ନାମ କରିକି ଆଉ ଜିସାଇ ପୁସ୍ତକରେ ଲେଖା ଅଛି। ପୁଣି ଆଉ ଜିସାଇର ମଧ୍ୟ ଲେଖୁଛନ୍ତି ଦ ହୋଲି ୱାନ୍ ଅଫ ଇସ୍ରାଏଲ, ଇସ୍ରାଏଲର ପବିତ୍ର ପୁରୁଷ, ସେ ପବିତ୍ର ପୁରୁଷ ବୋଲି ଲେଖୁଛନ୍ତି। ପୁଣି ପୁରାତନ ଦିନ ସବୁର ପରମେଶ୍ୱର, ଏମିତି ଅନେକ ବିଷୟ ଅଛି, ଅନେକ ନାମ ଗୁଡିକ ଅଛି। ହେଲେ ଈଶ୍ୱରଙ୍କର ଶକ୍ତି ଗୁଡିକ ସେଟା ଦେଖାଯିବ। ସର୍ବଶକ୍ତିମାନ, ଅନାଦି ଅନନ୍ତ, ଇମାନୁଏଲ, ଈଶ୍ୱରଙ୍କର ବାକ୍ୟ। ନୂତନ ନିୟମକୁ ଆସିଲେ ଦ ଲର୍ଡ ଜିଜସ୍ କ୍ରାଇଷ୍ଟ, ସେଭିୟର, ରିଡିମର, ଉଦ୍ଧାରକର୍ତ୍ତା, ପରିତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ପାପ କ୍ଷମା କରେ। ଆଉ ଗୋଟେ ଫ୍ରେଣ୍ଡ, କି ଆଶ୍ଚର୍ଯ୍ୟ ବିଷୟ ସେଟା, ଗୋଟେ ଫ୍ରେଣ୍ଡ। ଈଶ୍ୱରଙ୍କୁ ଆମେ ସାଙ୍ଗ, ବନ୍ଧୁ ବୋଲି କହିପାରେ। ଯୀଶୁ ନିଜେ କହିଲେ, ସେଟା ଭାଇ ତ କହିଲେ କହିଲେ, ନିଜେ ମତେ ବନ୍ଧୁ ବୋଲି, ସେ ଆମର ବନ୍ଧୁ। ସେଟା ଏ ନାମ ଗୁଡିକ କହିଲେ ମାନେ ଭାବିଲେ, ଚିନ୍ତା କଲେ କେତେ କ୍ଲୋଜ, କେତେ ଈଶ୍ୱର ଆମ ନିକଟରେ ଅଛନ୍ତି, କେତେ କ୍ଲୋଜ, କେତେ ଆମକୁ ସାହାଯ୍ୟ କରିବା ପାଇଁ ଏଭର ରେଡି ସବୁବେଳେ। କିଙ୍ଗ ଅଫ କିଙ୍ଗସ, ଲର୍ଡ ଅଫ ଲର୍ଡ, ଫାଦର ଅଫ ଅଲ, ସମସ୍ତର ପରମେଶ୍ୱର, ଏ ପିତା, ସବୁ, ଖାଲି ଲୋକଙ୍କର ନୁହେଁ କିନ୍ତୁ ସବୁ ସୃଷ୍ଟିର ପରମେଶ୍ୱର, ତାଙ୍କ ବିନା କେହି ନାହିଁ। ଆଶ୍ଚର୍ଯ୍ୟ ପରମେଶ୍ୱର। ଲୋକମାନେ ବା ଆମେ ତାଙ୍କର, ଆମର ଆବଶ୍ୟକ ଅନୁସାରେ ଆମେ ତାଙ୍କୁ ନାମ ଦେଲୁ, ଆମଙ୍କ ସାହାଯ୍ୟ ଅନୁସାରେ। ସଦା, କଣ ସେଟା, ସଦାପ୍ରଭୁଙ୍କ ନାମ ଦୃଢଗଡ। ସଦାପ୍ରଭୁଙ୍କ ନାମ, ସେ ବିଷୟରେ ଆମେ ଦେଖିବୁ, ଆଉ ଟିକେ ମୁଁ କହିବି ପରେ ସେ ନାମର ଶକ୍ତି। କିନ୍ତୁ ସେଟା ଷ୍ଟ୍ରଙ୍ଗ ଟାୱାର, ଦୃଢଗଡ, ଏ ବିଷୟ ଟିକେ ଆଲୋଚନା। ଦୃଢଗଡ, ପୁରାତନ ନିୟମ ଅନୁସାରେ ଦୃଢଗଡ ଗୋଟେ, ଯୋଉଠି ଯୋଉଠି ସେମାନେ ରାଜା ମାନେ ରହୁଥିଲେ, ଚତୁଃପାର୍ଶ୍ୱରେ ସେ ନିହାତି ସେମାନେ ୱାଲ କରୁଥିଲେ, ମାନେ ସେମାନେ ପ୍ରାଚୀର ବାନ୍ଧିଥିଲେ, ବହୁତ ଷ୍ଟ୍ରଙ୍ଗ ପ୍ରାଚୀର। ସେମାନଙ୍କ ପ୍ରବେଶ ସ୍ଥାନ ପଶ୍ଚିମ ଗୋଟେ, ପୂର୍ବ ଗୋଟେ, ଦୁଇଟା ଥିବ, ଦୁଇଟା ପ୍ରବେଶ ସ୍ଥାନ ଥିବ। ସେଠି ସବୁବେଳେ ଅହର 24 ଘଣ୍ଟା ସେଠି ସେ ସେ ଦୁଇଟା ପ୍ରବେଶ ସ୍ଥାନରେ ସେଟା ହଉଛି ଗଡ ଥିବ, ୱାଚ୍ ଟାୱାର। ଆଉ ସେଠି ସବୁବେଳେ 24 ଘଣ୍ଟା ଲୋକମାନେ, ସୈନ୍ୟ ମାନେ ଥିବେ, ସୁରକ୍ଷାକାରୀ ମାନେ ଥିବେ, ସେଟା ସବୁବେଳେ ସେଠି ଜଗୁଥିବେ। ଆଉ ସେଥିପାଇଁ ସେ ଏଠି ଲେଖା ଅଛି ଦ ନେମ୍ ଅଫ ଦ ଲର୍ଡ, ସଦାପ୍ରଭୁଙ୍କ ନାମ ଦୃଢ ଗଢ। ସେ ଦୃଢ ଗଢଟା କାହିଁକି, ଗଡ ବିଷୟରେ କେତେଟା ବିଷୟ ଆଲୋଚନା କରିବା। ବାବେଲ ଗଡଟା ଗୋଟେ ଆରମ୍ଭ ଆମେ ଦେଖୁଛୁ 11 ପର୍ବ, ଆଦି ପୁସ୍ତକ 11 ପର୍ବ। ସେଟା କଣ ପାଇଁ କରୁଥିଲେ ସେ ବାବେଲ ଗଡଟା? ଆକ୍ଚୁଆଲି ତାଙ୍କର ଉଦ୍ଦେଶ୍ୟଟା ଯାହା ଆମେ ଲେଖୁଛୁ, ଉଦ୍ଦେଶ୍ୟଟା କଣ, ଯେହେତୁ ତା ପୂର୍ବ ପୁରୁଷ ମାନେ କଣ ପାଣିରେ ଭାସିକି ସବୁ ମରିଗଲେ, ଫ୍ଲଡ୍ ହେଇଗଲା, ସବୁ ଭାସିକି ମରିଗଲେ। ସେଥିପାଇଁ ଏମାନେ କଣ କଲେ, ଏମିତି ଗୋଟେ ଟାୱାର ତିଆରି କରିବା, ଏମିତି ଗୋଟେ ଗଢ କରିବା, ଏମିତି ଗୋଟେ ଘର କରିବା, ଦୃଢ ଗଢ ଗୋଟେ କରିବା, ଯେତେ ବର୍ଷ ଆସିଲେ ମଧ୍ୟ ଉପରକୁ ଉପରକୁ ଆମେ ଯିବା। ମୁଁ ଭାବୁଛି କୋଉଠି ଅଟକି ଯାଇଥିଲା ଆମର ସେ ଜାହାଜଟା, ନୋହଙ୍କ ଜାହାଜ, ଆରାରଟ ପାହାଡ। ଭାବୁଛି ସେ ଲୋକମାନେ ଆରାରଟ ପାହାଡର
ପାହାଡ ହିସାବ କରି ତାଠୁ ଟିକେ ଉଚ୍ଚା କରିକି ଆମେ ସେଠି ଆରାମସେ ରହିବା। ଏ ହିସାବ କରୁଥିବେ ଏତେ ଉଚ୍ଚା କରିବା ଆରାମସେ ହିସାବରେ ମାପିକି ତାଠୁ ଉଚ୍ଚା କରିକି ଆମେ ତା ଉପରେ ରହିବା ଆରାମସେ ରହିବା, କିଛି ଆମଙ୍କର କ୍ଷତି ହେବ ନାହିଁ। କଣ ହବ ତାର ଅର୍ଥଟା କଣ? ସେମାନେ ଆକ୍ଚୁଆଲି ଈଶ୍ୱରଙ୍କ ଉପରେ ନିର୍ଭର କରେ, ଭରସାଟା ଈଶ୍ୱରଙ୍କୁ ଭରସା ଭରସା ନ କରି ସେ ନିଜର ଜ୍ଞାନ, ନିଜର ଶକ୍ତି, ନିଜର ବୁଦ୍ଧି, ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ପ୍ରଥମ କଥାଟା କଣ? ଈଶ୍ୱରଙ୍କର ଭରସା ନାହିଁ। ଈଶ୍ୱରଙ୍କର ବାକ୍ୟ ପାଳନ କରୁନା। ପ୍ରଭୁ କହିଲେ ଯାଅ ବିକ୍ଷିପ୍ତ ହୁଅ, ପରିପୂର୍ଣ୍ଣ କର ପୃଥିବୀକୁ। ନାଇଁ ନାଇଁ, ଆମେ ଗୋଟିଏ ଟୁକାରେ ରହିବୁ। ମଧ୍ୟ ଆଭ୍ୟନ୍ତରୀଣ କେତେଟା କଥା ଅଛି ଥିଓଲୋଜିକାଲ ଜ୍ଞାନରେ ଲୋକମାନେ କଣ କହୁଛନ୍ତି, ଆକ୍ଚୁଆଲି ସେଇଟା ସେଇ ଗଢଟା ଟାୱାରଟା ଏମିତି କଲେ, ଜିଗାରାଇଟ ବୋଲି କହିବେ ଅରିଜିନାଲି। ସେ ଟାୱାରଟା ଏମିତି କଲେ ଉଚ୍ଚା କରିକି କଣ କଲେ, ସେମାନଙ୍କର ଲକ୍ଷ୍ୟଟା କଣ, ଉପରେ ଯାଇକି କେତେବେଳେ କୋଉ ମୋମେଣ୍ଟ ହଉଛି ଷ୍ଟାର ମାନଙ୍କ, ତାରା ଗୁଡିକ କେତେବେଳେ କୋଉଟା ଦୃଷ୍ଟି କୁଆଡେ ଯିବ, ସେ ତାରା ମାନଙ୍କୁ ଦେଖିକି ଆଷ୍ଟ୍ରୋଲୋଜି ଭାବରେ ସେ ତାରା ମାନଙ୍କୁ ଦେଖିକି କେତେବେଳେ କଣ ହେବ ସେଟା ହିସାବ କରିକି ଜୀବନ ଯାପନ କରିବା ପାଇଁ, ତାର ମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରିକି, ଈଶ୍ୱରଙ୍କର ଉପରେ ଭରସା ନ କରି ନିଜର ଇଚ୍ଛାରେ ନିଜର ଶକ୍ତିରେ ସେମାନେ ଚାଲେ। ଏ ଟାୱାର। ପୁଣି ଆମେ ଆଉ ଟିକେ ଜିରିଖୋ ନଗର ବିଷୟରେ ଚିନ୍ତା କର। ଜିଉସ ପୁସ୍ତକ ଆସେ ଜିରିଖୋ ନଗର। ଜିରିଖୋ ଗୋଟେ ବହୁତ ଷ୍ଟ୍ରଙ୍ଗ ସିଟି ଥିଲା, ତାର ୱାଲ ପାଇଁ ବହୁତ ମୋଟା ଏବଂ ବହୁତ ଉଚ୍ଚା, ଆଉ ସେ ଭିତରେ କିଏ ପ୍ରବେଶ କରିପାରିବେନି। ଦୁଇଟା ଗେଟ ରେ ତ ସବୁବେଳେ ଆଉ ସୈନ୍ୟ ଥିବେ, କିଏ ଯିବ, କିଏ ଯାଇପାରିବେ ନା। ଆଉ ଗେଟ୍ ଭାଙ୍ଗିକି ବା ଚଢିକି କିଏ ଯାଇପାରିବେନି, କାହିଁକି? ଗେଟ୍ ବହୁତ ହାଇଟ୍ ଏବଂ ବହୁତ ମୋଟା। ସେଇଥିପାଇଁ ଜିରିକୋ ନଗର ଲୋକମାନେ ଗର୍ବ କରୁଥିଲେ ଏବଂ ସେଫ୍ଟି ରହୁଥିଲେ, ଆମ ପାଖକୁ କିଏ ଆସିପାରିବେ ନାହିଁ, ଆମେ ସୁରକ୍ଷିତ। କିନ୍ତୁ ଆମେ ଜାଣିଛୁ ତାପରେ ପରେ କଣ ହେଲା, ସେମାନେ ସେଠି ଆ ପରମେଶ୍ୱର ସେଟାକୁ ଭାଙ୍ଗିଦେଲେ। ଅନେକ ସମୟରେ ଆମର ସୁରକ୍ଷାର ସ୍ଥାନ ଆମକୁ ସୁରକ୍ଷା ଦେଇପାରୁନାହିଁ। ମନୁଷ୍ୟ ଭାବରେ ଆମେ ଯୋଉଟା ସୁରକ୍ଷାର ସ୍ଥାନ କରୁଛୁ, ଏଇ ଯେ ଟାୱାରଟା ଷ୍ଟ୍ରଙ୍ଗ ଟାୱାର, ଈଶ୍ୱରଙ୍କର ନାମ, ସଦାପ୍ରଭୁ ନାମ, ଦୃଢ ଗଡ, ଆଶ୍ରୟ ସ୍ଥଳ ଯାକ, ଆଶ୍ରୟ ସ୍ଥାନ ଯାକ କରୁଛୁ, ସେଟା ଆମେ ସୁରକ୍ଷିତ ଦେଇପାରୁନୁ। ହଁ, ଆକ୍ଷରିକ ଗଡ, ଘର କିମ୍ବା ଟାୱାର, ତାଠୁ ଅଧିକ କେତେଟା ମଧ୍ୟ ଟାୱାର ଯାକ ଅଛି। ଆଉ ଟାୱାରଟା କଣ, ଦୃଢ ଗଡଟା କଣ, ଆମର ଟଙ୍କା, ଧନ, ଅର୍ଥ କିମ୍ବା ପୋଜିସନ, ଆମର ଧନ ସମ୍ପତ୍ତି, ଆମ ସମସ୍ତ ଅନେକ ବିଷୟ ଅଛି ଆମକୁ ଯେ ସୁରକ୍ଷିତ ରହିବ। ବାଇବଲ ମଧ୍ୟ ସେଟା କହୁଛି, ଧନୀ ଲୋକ ତାର ଟଙ୍କା ଦ୍ଵାରା ସେ ବଞ୍ଚିବ, ହଇ କିନ୍ତୁ କେତେ ଦିନ। ଜାଗତିକ ଭାବରେ ଯୋଉଟା ଆମେ ଆମର ବ୍ୟବସ୍ଥାର ସୁରକ୍ଷା କରୁଛୁ, ସୁରକ୍ଷା ବ୍ୟବସ୍ଥା ଯାହା କରୁଛୁ, ସେଟା ହୁଏତ ସବୁବେଳେ ଆମକୁ ସୁରକ୍ଷା ଦେଇପାରିବ। ସେଥିପାଇଁ ଲେଖ ସଦାପ୍ରଭୁଙ୍କର ନାମ ଦୃଢ ଗଡ, only God can protect us from all types of problem। ସମସ୍ତ ପ୍ରକାର ପ୍ରୋବ୍ଲେମ ଈଶ୍ୱର ହିଁ କେବଳ ଆମକୁ ରକ୍ଷା କରିପାରନ୍ତି। ମନୁଷ୍ୟ ବା ମନୁଷ୍ୟର ତିଆରି ସେ ଦୃଢ ଗଡ ଦ୍ଵାରା, ସୁରକ୍ଷିତ ସ୍ଥାନ ଦ୍ଵାରା ସବୁବେଳେ ମନୁଷ୍ୟ ରକ୍ଷା ପାଇପାରିବ ନାହିଁ। ଆମେ ସେଟା ଦେଖୁଛୁ ନିଜ ଆଖି, ନିଜର ସୁରକ୍ଷାର ବ୍ୟବସ୍ଥା ନିଜେ କରୁଛନ୍ତି, କିନ୍ତୁ ଆମେ ସେଟା ଜାଣୁଛୁ ସବୁବେଳେ ସେଟା ଲୋକ ସୁରକ୍ଷିତ ହେଇପାରିବ, କିନ୍ତୁ ଈଶ୍ୱର ସେଟା କରିପାରନ୍ତି। କେବଳ ପରମେଶ୍ୱର ହିଁ ଜୟ ପ୍ରଦାନ କରିଥାନ୍ତି, ମନୁଷ୍ୟ ଈଶ୍ୱର ହିଁ ଜୟ ପ୍ରଦାନ କରନ୍ତି। ବାଇବଲ କଥା ଯଦି ଦେଖୁ, ରାଜା ମାନଙ୍କ ସମୟରେ ଯୋଉମାନେ ଈଶ୍ୱରଙ୍କ ସହିତ ଥିଲେ ସେମାନେ ଜୟ ହେଲେ, ଯେତେ ଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କ ସହ ଥିଲେ ସେମାନେ ବିଜୟ ହେଲେ, ସେମାନେ ଜୟ ହେଲେ। ଏଇଟା କେବଳ ପୁରାତନ ନିୟମରେ ନୁହେଁ, ବାଇବଲ ଲୋକମାନଙ୍କର ବିଷୟ, ଆମ ପାଇଁ ମଧ୍ୟ ପ୍ରିୟ ଭାଇ ଭଉଣୀ। till we stay with the Lord, ଆମେ ଯେତେ ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ସହିତ ରହିବୁ, ଆମର ବିଜୟଟା ହେବ, ଆମର ସୁରକ୍ଷାଟା ହେବ। ସେଥିପାଇଁ ସଦାପ୍ରଭୁଙ୍କ ନାମ ଦୃଢ ଗଡ, ତାଙ୍କର ନାମ ଏତେ ଶକ୍ତି, ଯଦି ଆପଣଙ୍କର ବାଇବଲରେ କନଫିଡେନ୍ସ ଯାକ ଥିବ, ଆକ୍ଚୁଆଲି ସରି ମୋବାଇଲ ଟିକେ ଦେଖନ୍ତୁ, ନେମ ବାହାର କରିକି ଈଶ୍ୱରଙ୍କର ନାମ ଯାକ, ନାମ ର ଶକ୍ତି, ତା ସାମର୍ଥ୍ୟ କଣ କରି ସେ ବିଷୟ ଟିକେ ଦେଖନ୍ତୁ, ଆଶ୍ଚର୍ଯ୍ୟ ଲାଗିବ, ଆପଣ ଚକିତ ହେଇଯିବେ। ଈଶ୍ୱରଙ୍କ ନାମରେ ଆମେ ସୁରକ୍ଷା ପ୍ରଦାନ, ଈଶ୍ୱରଙ୍କ ନାମ ଆମେ ସୁରକ୍ଷା ପ୍ରଦାନ କରୁ। ସେଥିପାଇଁ ଗୀତ ରଚକ ସେଟା ଜାଣି କହୁଛନ୍ତି, ସଦାପ୍ରଭୁ ମନୁଷ୍ୟ ଉପରେ ନିର୍ଭର କରିବା ଅପେକ୍ଷା, ସୈନ୍ୟ ମାନଙ୍କ ଉପରେ ନିର୍ଭର କରିବା ଅପେକ୍ଷା ଆମେ ଈଶ୍ୱରଙ୍କ ଉପରେ ନିର୍ଭର କରୁ, ଯେହେତୁ ସେଟା ହିଁ ଦୃଢ ଗଡ, ପ୍ରକୃତରେ ସେ ଆମକୁ ଉଦ୍ଧାର କରିପାରିବ। ଜାଗତିକ ବିଷୟ ହିଁ ଆମକୁ ରକ୍ଷା କରିପାରୁ ଏ ଦୃଢ ଗଡ। ଆଚ୍ଛା, ଦୃଢ ଗଡଟା କଣ କହିଲେ, ଆମେ ଘର ତ ନିଶ୍ଚୟ ଭଲ ଟାୱାରଟା, ଭଲ ଘରଟା, ସୁରକ୍ଷିତ ନିଜକୁ
ସୁରକ୍ଷା କରିବା ପାଇଁ ଆମେ ତିଆରି କରୁଛୁ ସେଟା ସବୁବେଳେ ଜାଗତିକ ଶାରୀରିକ ଭାବରେ ହୁଏତ ସୁରକ୍ଷା ପ୍ରଦାନ କିନ୍ତୁ କିନ୍ତୁ ସେଇଗୁଡିକ ଆମେ କେତେଟା ବିଷୟରୁ ସୁରକ୍ଷା ଦେଇପାରିବା କେତେଟା ବିଷୟରୁ ସେଟା କିଛି କାମ ଦେବ ନାହିଁ ଆମେ ସେଇ ଗଡ ଗୁଡିକ ମଧ୍ୟ ତ ଆମକୁ ରକ୍ଷା କରିପାରୁନି ଯେପରି ଦୃଢ ଗଡ ଗୁଡିକ କେବଳ ଘର ନୁହେଁ କିନ୍ତୁ ଆମର ଆ ଆର୍ଥିକ ସ୍ୱଚ୍ଛଳତା ଆମର ଧନ ସମ୍ପତ୍ତି ଆମ ଶାରୀରିକ ସୁସ୍ଥତା ଆମର ଯୋଉ ଷ୍ଟ୍ରଙ୍ଗ ଯେଉଁ ସବୁ ସଜେଇକି ସୁରକ୍ଷିତ କରି ରଖିଛୁ ରଖିବା କଥା ନିହାତି ଆବଶ୍ୟକ କିନ୍ତୁ ଅନଲି ସେୟା ଉପରେ ନିର୍ଭର କରେ ସେଟା ପ୍ରଭୁ ଈଶ୍ୱର ହିଁ ଆମକୁ ଜାଗ୍ରତରେ ରହିବା ପାଇଁ କହୁଛନ୍ତି ଈଶ୍ୱର ହିଁ ସେ ଜ୍ଞାନ ଦେଉଛନ୍ତି ଅତି ଜାଗ୍ରତର ସହିତ ଆମେ ରହିବୁ ହଁ କିନ୍ତୁ ଈଶ୍ୱରଙ୍କୁ ବାଦ ଦେଇକି କଲେ ହବ ସେ ବାବିଲ ଗଡ ଲୋକମାନଙ୍କୁ କିନ୍ତୁ କେତେଟା ବିଷୟ এইগুଡିକ ଜାଗତିକ ସୁରକ୍ଷା ପ୍ରଦାନ ଯେତେ ଆପଣଙ୍କ ଅର୍ଥ ଥିବ ଟଙ୍କା ଥିବ ଅନେକ ବର୍ଷ ପର୍ଯ୍ୟନ୍ତ ଆରାମସେ ରହିବେ କିନ୍ତୁ ସେଟା ହୁଏତ ଆପଣଙ୍କୁ ରୋଗମୁକ୍ତ କରି ନପାରେ ଯେତେବେଳେ ମହାମାରୀ ଆସିଲା ଆମେ ସମସ୍ତେ ଜାଣିଛୁ ସେଟା ସେ ମହାମାରୀରୁ ଯୋଉମାନେ କୋଟିପତି ମାନେ ସେ ମହାମାରୀରେ ମରିଗଲେ ହଉ ସେ ଯେହେତୁ ଟଙ୍କା ଅଛି ପଇସା ଅଛି ସେଥିପାଇଁ ହয়তো ଟଙ୍କାରେ ଆପଣ ସୁସ୍ଥ ରହିପାରିବେ କିନ୍ତୁ ଯେତେବେଳେ ସମୟ ଆସିବ 60, 70, 80 years 90 years ଆସିବ ସେ ଟଙ୍କା କଣ କରିବ ନାଇଁ 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 କିଛି ହବନି ଅବଶ୍ୟ ଆମେ ବି ବିଶ୍ୱାସ ମୃତ୍ୟୁବରଣ କରୁ ବଟ୍ after death also we have life we know that ଏଇଟା ସଦାପ୍ରଭୁଙ୍କ ନାମ ଦୃଢଗଡ ମୃତ୍ୟୁର ମଧ୍ୟ ଆମର ଭରସା ରହିଛି ପ୍ରିୟ ଭାଇ ମାନେ ଭଉଣୀ ମାନେ ସେଟା ସେଟା ହିଁ ଆମକୁ ଉତ୍ସାହ ପ୍ରଦାନ କରିବା କଥା ଈଶ୍ୱରଙ୍କର ନାମ ସଦାପ୍ରଭୁଙ୍କ ନାମ ଦୃଢଗଡ ସେ ଆମକୁ ସୁରକ୍ଷିତ ରଖେ ଆଉ ଗୋଟେ ବିଷୟ ଆମ ଯୋଉ ସୁରକ୍ଷାର ବିଷୟ ଘର ହଉ ଅର୍ଥ ହଉ ଧନ ହଉ କିମ୍ବା ଚାକିରି ହଉ କିମ୍ବା ଯେକୌଣସି ବିଷୟ ହଉ ସେଗୁଡିକ ଆପଣଙ୍କୁ ପାପରୁ ରକ୍ଷା କରିପାରିବେ ପାପରୁ ଆପଣଙ୍କୁ ସେଟା ରକ୍ଷା କରିପାରିବ କୌଣସି ବିଷୟ ଜାଗତରେ କୌଣସି ଉନ୍ନତି ବିଷୟ ପାପରୁ ଆପଣଙ୍କୁ କେବେ ରକ୍ଷା କରିପାରିବ କିମ୍ବା ନ୍ୟାଚୁରାଲ କାଲାମିଟିସ୍ ଦେଖନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ସୁନାମି ଆସିବ କଣ କୋଉଟା ଆପଣଙ୍କୁ ରକ୍ଷା କରିପାର କିଛି କରିପାରିବ ସୁନାମି ଆସିଲେ ସେ ସବୁ କିଛି କାମ ଦେବ ଯେତେ ଯାହା ଥାଉ ନା କାହିଁକି ବିପଦ ସମୟରେ କିଛି ମନ୍ଦରୁ ଭୟଙ୍କର ପାପରୁ ଭୟଙ୍କର ମାନେ ମନ୍ଦ ପରୀକ୍ଷାରୁ କିଛି ବଟ୍ ଗଡ୍ ହିଜ ନେମ୍ କ୍ୟାନ୍ ପ୍ରୋଟେକ୍ଟ ଈଶ୍ୱରଙ୍କ ନାମ ସଦାପ୍ରଭୁଙ୍କ ନାମ ଦୃଢଗଡ ଜାଗତିକ ସମସ୍ୟାରୁ ଜାଗତିକ ବିପଦରୁ ସାଂସାର ମାନସିକ ବିପଦରୁ ଏବଂ ଆତ୍ମିକ ବିପଦରୁ ମଧ୍ୟ ସମସ୍ତ ପ୍ରକାର ବିପଦରୁ ସେ ଦୃଢଗଡ ସେ ନାମ ସେ ଆମକୁ ପ୍ରୋଟେକ୍ଟ କରି ଆମକୁ ରକ୍ଷା କରିପାରେ ସେଟା ହଉଛି ଭିନ୍ନତା ଜାଗତିକ ଦୃଢଗଡ ଖାଲି ଘର କଥା ମୁଁ କହୁନି ଆମେ ପ୍ରୋଟେକ୍ସନ ବିଷୟ ଯାହା ସଜେଇକି ରଖୁଛୁ ପ୍ରସ୍ତୁତ କରି ରଖୁଛୁ ଆମେ ମାନେ ଇନ୍ସୁରାନ୍ସ ରଖୁଛୁ ସବୁ ବିଷୟରେ ଆଜିକାଲି ଇନ୍ସୁରାନ୍ସ ସବୁ ପାଇଁ ଅଛି ଶରୀର ପାଇଁ ଅଛି ହେଲ୍ଥ ପାଇଁ ଅଛି ଘର ପାଇଁ ଅଛି ସବୁ ପାଇଁ ପଶୁ ପକ୍ଷୀ ପାଇଁ ଯାହା ଅଛି ସବୁ ପାଇଁ ଇନ୍ସୁରାନ୍ସ ଅଛି କିନ୍ତୁ ଏ ପାପ ପାଇଁ ବା ଏ ଟେମ୍ପଟେସନ ଯୋଉଟା କି ପ୍ରକୃତରେ ସେଟା ଲୋକ ଖାଇଦେଉଛି ଆଭ୍ୟନ୍ତରୀଣ ଭାବରେ ତାକୁ ସୁଖ ରଖିପାରୁନି ସେ ପାପରୁ ରକ୍ଷା କରିବ ସେଥିପାଇଁ ପରମେଶ୍ୱର ଏଇ ଦୃଢଗଡ ସେଇ ଆମକୁ ସେ ରକ୍ଷା କରିପାରିବେ ଏବେ ସାଇକ୍ଲୋନ ସମୟରେ ସମସ୍ତ ବିପର୍ଯ୍ୟୟ ସମୟରେ ନ୍ୟାଚୁରାଲ କାଲାମିଟି ସମୟରେ ଈଶ୍ୱର ଆମକୁ ସୁରକ୍ଷିତ ସ୍ଥାନ ରଖିବେ ବିପଦ ତାଙ୍କ ସେ ସମୟରେ ଆମ ବିପଦ ଦେଇଗଲେ ମଧ୍ୟ ପ୍ରଭୁ ଆମ ପାଇଁ ରାସ୍ତା କରିବେ ଆମକୁ ଉଦ୍ଧାର କରିବେ ବର୍ତ୍ତମାନ ଜଗତ ଅତି ମନ୍ଦ ଅତି ଭୟଙ୍କର ଅତି କଳୁଷିତ ପ୍ରିୟ ଭାଇ ଭଉଣୀ ମାନେ କିନ୍ତୁ ସେଇ ସମୟରେ ହିଁ ଏଇ ନାମ ପରିବର୍ତ୍ତନ ହେଇନାହିଁ ଇନଷ୍ଟେଡ୍ ବରଂ ଏଇ ବର୍ତ୍ତମାନ ଯେତେ କଳୁଷିତ ହଉଛି ଜଗତ ଈଶ୍ୱରଙ୍କ ଲୋକମାନେ ସେଠି ଅଧିକ ଶକ୍ତିଯୁକ୍ତ ହଉଛନ୍ତି ଯେହେତୁ ସେମାନେ ପ୍ରଭୁଙ୍କ ସହିତ ରହୁଛନ୍ତି that we have to learn day to day in day to day life ପ୍ରିୟ ଭାଇ ଭଉଣୀ ମାନେ ଦିନ ପ୍ରତିଦିନ ଯୀଶୁଙ୍କ ସହିତ ଅଧିକ ନିକଟବର୍ତ୍ତୀ ହେବା ଦ୍ୱାରା ପ୍ରଭୁ ତ କହିଦେଇଛନ୍ତି ଆଗରୁ ସେଟା ବାଇବଲ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ର ଲେଖି ଦେଇଛନ୍ତି ଯେ ଦୁଷ୍ଟ ଅଧିକ ଦୁଷ୍ଟ ହଉ ଯେ ଧାର୍ମିକ ଅଧିକ ଧାର୍ମିକ ହଉ ଯେ ପାପୀ ଅଧିକ ପାପୀ ହଉ କିନ୍ତୁ ଆମେ ଧାର୍ମିକ ଲୋକ ସାଧୁ ଲୋକ ପବିତ୍ର ଲୋକ ଅଧିକ ପବିତ୍ର ଅଧିକ ଧାର୍ମିକ ଅଧିକ ଉଜ୍ଜଳ ହେବା ଯୀଶୁଙ୍କ ସହିତ ରହି ସେଟା ହଉଛି ଈଶ୍ୱରଙ୍କର ନାମ ଦୃଢଗଡ ସେ ନାମ ଆମକୁ ସୁରକ୍ଷା ପ୍ରଦାନ କରିବ ସେ ନାମର ଶକ୍ତି ଏତେ ଯେତେବେଳେ ସେ ନାମକୁ ନେଉ ଆମେ ସୁରକ୍ଷିତ ହେଇପାରୁ ସେ ନାମର ସହିତ ରହିଲେ ଆମେ ଉଦ୍ଧାର ପାଇବୁ ଆଉ ସେ ନାମ ଏତେ ପାୱାରଫୁଲ ଆମେ ସେଟା ଦେଖୁଛୁ ସେ ନାମର ପରେ ହୁଏ ତ 2-3ଟା ମୁଁ କଥା କହିବି ସେ ନାମର ଏତେ ପାୱାରଫୁଲ ଏତେ ଆଶ୍ଚର୍ଯ୍ୟ ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ ଧାର୍ମିକ ଲୋକ ଧାର୍ମିକ କିଏ
ବାଇବଲ କହି କେହି ମଧ୍ୟ ଧାର୍ମିକ ନୁହଁ। ଉପଦେଶ ଲେଖା ଅଛି ସହସ୍ର ଲୋକ ମଧ୍ୟରୁ ଜଣକୁ ପାଇଲି ପୁରୁଷ, ଧାର୍ମିକ ପୁରୁଷ, କିନ୍ତୁ ନାରୀ ମାନଙ୍କୁ ମଧ୍ୟ କେହି ନାହିଁ, ମାନେ ଜଗତରେ କେହି ଧାର୍ମିକ ଲୋକ ନାହିଁ। ଆକ୍ଚୁଆଲି ସେଟା କଣ ଯୀଶୁଙ୍କ ବିଷୟରେ କହୁଛି। ଧାର୍ମିକ ଲୋକ ପୁରୁଷ ମାନଙ୍କ ଭିତରେ ଜଣେ ଆକା ଯୀଶୁ, ଆଉ ଅନ୍ୟ କେହି ନାହିଁ, କିମ୍ବା ସ୍ତ୍ରୀ ଲୋକମାନଙ୍କୁ ମାନେ ଜଗତରେ ଜନ୍ମ ହେଇଥିବା ଲୋକମାନଙ୍କ ଭିତରେ ଯୀଶୁଙ୍କ ଛଡା ଧାର୍ମିକ କେହି ନାହିଁ। କିନ୍ତୁ ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ ସେଇ ଆମମାନଙ୍କର ଧାର୍ମିକତା। ହାଲେଲୁୟା। ସେଟା ଦୃଢ ଗଡ଼। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୀଶୁଙ୍କ ନାମରେ ଆଶ୍ରୟ ନେଉଛୁ, ସେଟା ହଉଛି ଆମର ଦୃଢ ଗଡ଼। ସେ ନାମଟା ଆମର ଦୃଢ ଗଡ଼ ସବୁ ପାଇଁ, ଜାଗତିକ ପାଇଁ, ମାନସିକ ପାଇଁ, ଆତ୍ମିକ ପାଇଁ, ଆମ ଧାର୍ମିକତା ପାଇଁ, ଆମର ସାଧୁ ପାଇଁ। ଆପଣ ନିଜେ ପରିଶ୍ରମ କରି ନିଜେ ସଚେତନ ନିଜେ ଜାଗ୍ରତ ହେଇକି ଆପଣ ଧାର୍ମିକ ହେଇପାରିବେନି, କେହି ମଧ୍ୟ ହେବ ନାହିଁ ସମ୍ଭବ। କିନ୍ତୁ ଯେତେବେଳେ ଯୀଶୁଟା ଶରଣ ପଶୁ, ତାଙ୍କର ଅନୁଗ୍ରହ ରହୁଛୁ, ସେମାନଙ୍କୁ ସେ ଧାର୍ମିକତାର କଢେଇ ନେବେ, ସେମାନଙ୍କୁ ପଢେଇବେ, ଦିନ ପ୍ରତିଦିନ ଶିଖେଇବେ ଅଧିକ ଧାର୍ମିକତର ହେବା ପାଇଁ। ଏବଂ ଯେତେବେଳେ ତାଙ୍କ ସହିତ ମିଶିବା, ଆମେ ସେ ଯେପରି ଆମେ ମଧ୍ୟ ସେମିତି ହେବା। ଅତଏବ ଯେତେବେଳେ ଆମେ ତାଙ୍କୁ ସେ ଧାର୍ମିକ ବୋଲି ଜାଣୁଛୁ, ବିଶ୍ୱାସ କରୁଛୁ, ଆମେ ମଧ୍ୟ ସେ ପ୍ରକାର ଧାର୍ମିକ ହେବା ପାଇଁ ଅଗ୍ରସର ହେବୁ, ତାଙ୍କ ନିକଟବର୍ତ୍ତୀ ହେବୁ। ବିଶ୍ୱାସ ଦ୍ଵାରା ଆମେ ଧାର୍ମିକ ଗଣିତ ହେଇଛୁ। ଈଶ୍ୱର ଆମର ଦୋଷକୁ ମାର୍ଜନା କରିଛନ୍ତି, ଆମକୁ ପରିଷ୍କାର କରୁଛନ୍ତି। ଆମର ପାପ ସ୍ୱୀକାର କରିବା ଦ୍ୱାରା ତାଙ୍କ ନିକଟ ଯେତେବେଳେ ଆସୁ ସେ ଆମ ପରିଷ୍କାର କରୁଛନ୍ତି। ପ୍ରଭୁ ତାଙ୍କର ନାମର ଗୌରବ ହଉ। ଏବଂ ଯେଉଁମାନେ ବିଶ୍ୱାସୀ ଯୀଶୁଙ୍କ ଠାରେ ରହୁ, ଆମ ଠାରେ ଯୀଶୁଙ୍କ ଠାରେ ବିଶ୍ୱାସ କରି ରହୁ, ଆମମାନଙ୍କର ଦୋଷ ସବୁ ଦୂର କରିଛନ୍ତି। ସେଥିପାଇଁ ଆମେ ଯୀଶୁଙ୍କ ନାମରେ ଧାର୍ମିକ। ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ଧାର୍ମିକ। ସେଟା ପ୍ରଥମ କରନ୍ତି 1:30 ଆମେ ସେଟା ପାଉଛୁ। ଏବଂ 2 କରନ୍ତି 5:20 ସେ ଆମ୍ଭମାନଙ୍କ ନିମନ୍ତେ 21 ସରି ସେ ଆମ୍ଭମାନଙ୍କୁ ଭାବ ବନ୍ଦ କଲେ, ଆମମାନଙ୍କର ଦୋଷ ସବୁ ଦୂର କରୁଛି। ଆମେ ସେଟା ସମସ୍ତେ ଜାଣିଛୁ। ବାରମ୍ବାର ରିମାଇଣ୍ଡ ଆୱାରସେଲ୍ଫ ଏଣ୍ଡ ଲେଟ୍ ଅସ୍ ଲିଭ୍ ଇନ୍ ଦ ଗ୍ରେସ୍ ଅଫ ଦ ଲର୍ଡ ଜିସସ୍। ପ୍ରଭୁଙ୍କର ସେ ନାମରେ ଆମେ ସବୁବେଳେ ରହିବା, ଯୀଶୁଙ୍କର ସେଇ ନାମରେ ବସିବା, ସବୁବେଳେ ତାଙ୍କ ପାଖକୁ ଆସିବା, ସେଇ ନାମ ଭିତରକୁ ଆସିବା। କାହିଁକି? ସେଇଠି ଆମମାନଙ୍କୁ ଉଦ୍ଧାର ଅଛି। ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଏନି, ଗୋଟେ ଆକା ନାମ ଅଛି, ଆମେ ଜାଣୁ। ପରିତ୍ରାଣ ଦେବା ପାଇଁ, ପରିତ୍ରାଣ ମାନେ ଖାଲି ପାପରୁ ନୁହେଁ, ସବୁ ପ୍ରକାର ବିପଦରୁ ଆମକୁ ଉଦ୍ଧାର କରିବ। ଓନ୍ଲି ୱାନ୍ ନେମ୍। ଆପଣଙ୍କୁ ତାଚ୍ଛଲ୍ୟ କରନ୍ତୁ ଲୋକମାନେ, ଅଲଗା ଅଲଗା ଅବିଶ୍ୱାସୀ ମାନେ, ସେଟାର କିଛି କହିବାର ନାହିଁ। ଆମେ ସାକ୍ଷ୍ୟବାନକାର ହେବୁ, କହିବୁ, କିନ୍ତୁ ଆମର ବିଶ୍ୱାସ ଷ୍ଟ୍ରଙ୍ଗ ରଖିବୁ। ଯେହେତୁ ଆମେ ଯାହା ବିଶ୍ୱାସ ବାସ୍ତବ ଜୀବନ୍ତ କରୁ, ସେ ନାମଟା ବହୁତ ଷ୍ଟ୍ରଙ୍ଗ। ସେ ନାମଟା ହଉଛି ଦୃଢ ଗଡ଼। ସଦାପ୍ରଭୁଙ୍କ ନାମ ସେ ଯୀଶୁ ଖ୍ରୀଷ୍ଟ, ସେଇ ନାମଟା ବହୁତ ଶକ୍ତିଶାଳୀ, ସର୍ବୋତ୍କୃଷ୍ଟ ନାମ। ଅନ୍ୟ ନାମ ସେମିତି ନାହିଁ। ସେ ଯେତେ ପାୱାର ଅଛି, ସେଇ ନାମରେ ଆମେ ସବୁବେଳେ ଭରସା ରଖୁ। ସେ ନାମରେ ଆମେ ଦେଖୁଛୁ, ସେଟା ବ୍ୟାଖ୍ୟା କରିବା ନାହିଁ। ନୂତନ ନିୟମ ପୁରା ଦେଖୁଛୁ ଆମେ 3-4ଟା ସୁସମାଚାର ଏବଂ ପ୍ରେରିତ ପୁସ୍ତକରେ ଦେଖୁଛୁ, ସେ ନାମରେ ଲୋକମାନେ ସୁସ୍ଥ ହେଇଯାଉ। ନା ଜଡ଼ିତ ଯୀଶୁଙ୍କ ନାମରେ ସବୁ ପ୍ରକାର ରୋଗ ସୁସ୍ଥ ପାଇଲେ। ଆମେ ଆଉ ତ ଭଲରେ ଅଛୁ। ଆସୁ ଆମର ଆଧ୍ୟାତ୍ମକୁ ଆଉ ଟିକେ ଉଜ୍ଜଳ କରିବା, ଆଉ ଗୋଟେ ପରିଷ୍କାର ସେଇ ନାମରେ, ଯୀଶୁଙ୍କ ନାମରେ। ଯୀଶୁ ଆମର ପରିଷ୍କାର କରନ୍ତି, ସେଇ ନାମ ଆମର ଷ୍ଟ୍ରଙ୍ଗ ଟାୱାର, ସେଇ ନାମ ଦୃଢ ଗଡ଼। ଧାର୍ମିକ ସେଇଠି ପଢାଇ ରକ୍ଷା ପାଇବ, ଉଦ୍ଧାର ପାଇବ, ସୁରକ୍ଷିତ ସବୁଠାରୁ ସୁରକ୍ଷାର ସ୍ଥାନ ସେଟା। ଜଗତରେ ଅନ୍ୟ କୌଣସି ଆମେ ପାଇବାନି ଏମିତିକା ନାମ ସେଟା। ଆପଣ ଯୋଉଠି ବି ଯାଇପାରିବେ, ସେଇ ଦୃଢ ଗଡ଼ଟା ଅଛି। ସେଟା ଗୋଟେ ଆଶ୍ଚର୍ଯ୍ୟ ବିଷୟ ନାଇଁ? ଟିକେ ଦେଖନ୍ତୁ, ଆପଣ ଯେମିତି ପରିସ୍ଥିତି ଥାନ୍ତୁ, ଯୋଉଠିକି ଯାଆନ୍ତୁ, ସେ ନାମଟା ଆପଣଙ୍କ ସହିତ ଅଛି, ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ। ଆଶ୍ଚର୍ଯ୍ୟ ବିଷୟ। ବେଳେ ବେଳେ ଆମେ ନିରାଶ ହେଇଯାଉ, ଯେତେବେଳେ ଯୀଶୁଙ୍କ ପାଖକୁ, ଯୀଶୁଙ୍କ ନାମକୁ ଆସୁ, ପ୍ରକୃତରେ ସେ ନାମ ଆମକୁ ଉତ୍ସାହ ଉଦ୍ଦୀପନା ଦେଇପାରିବ, ଦେବ। ସେଟା ଜୀବନ୍ତ ନାମ। ଆମେ ପ୍ରଭୁ ଆମକୁ ବୁଝିବା ପାଇଁ ଅନୁଗ୍ରହ କରନ୍ତୁ, ସବୁ ପ୍ରକାର ରୋଗରୁ ଆମକୁ ଉଦ୍ଧାର କରନ୍ତୁ। କେମିତିକା ପରମେଶ୍ୱର, ଟିକେ କେଲେ ଜଣେ ପଢନ୍ତୁ ଗୀତ ସଂହିତା 46 1-3, 46 1-3। ପଢିବା। ପରମେଶ୍ୱର ଆମମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। after 3 3 ପର୍ଯ୍ୟନ୍ତ, 3 ପଦ। 3 ପର୍ଯ୍ୟନ୍ତ, 1 ତହିଁର 2 3। ଝଡ଼
ଓକେ। 2 ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ ତହିଁର ଜଳରାଶି ଗର୍ଜନ କରି ପ୍ରବଳ ହେଲେ ହେଁ ତହିଁର ପ୍ଲାବନରେ ପର୍ବତଗଣ କମ୍ପିତ ହେଲେ ହେଁ ଆମ୍ଭେମାନେ ଭୟ କରିବା ନାହିଁ। ଆମେନ୍। ଆମେଙ୍ଗବେର ଓମେଙ୍ଗବେର ଏଟା ଜୀବନ୍ତ ଏବଂ କାର୍ଯ୍ୟ ସାଥେ ବାସ୍ତବ କଥା ପ୍ରଭୁ ଆମକୁ ଦେଇଛନ୍ତି। ପ୍ରିୟ ଭାଇ ମାନେ, ବିଶ୍ୱାସ ଈଶ୍ୱରଙ୍କ ବାକ୍ୟ ପଢିବା ଦ୍ଵାରା ଶୁଣିବା ଦ୍ଵାରା ବିଶ୍ୱାସ ଜାତ ହୁଏ। ତେନା ସେ ନିଏ ଜାଣିଥାଏ ବାରମ୍ବାର ଆପଣ ପ୍ରଚାର ପାଇଁ ନାହିଁ, ପ୍ରଥମ କଥା ଆପଣଙ୍କର ବିଶ୍ୱାସ ମଜବୁତ କରିବା ପାଇଁ ବାଇବଲକୁ ବାରମ୍ବାର ପଢ। ଯେତେ ଆମେ ପଢିବୁ ବାଇବଲକୁ ଅଧିକ ଆମ ବିଶ୍ୱାସ ମଜବୁତ ହେବା। ସବୁ ପରିସ୍ଥିତିରେ, ସବୁ ସ୍ଥାନରେ, ସବୁ ସମୟରେ ଗଡ୍ ଇଜ ଏଭର ପ୍ରେଜେଣ୍ଟ ଲେଖା ହେଇଛି। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଡ, ଦୁର୍ଦ୍ଦଶା କାଳରେ ନିକଟବର୍ତ୍ତୀ ସହାୟ, ଏଭର ପ୍ରେଜେଣ୍ଟ ଇନ୍ ଏନି ସିଚୁଏସନ। ଯେକୌଣସି ପରିସ୍ଥିତିରେ ଆପଣ ଭୁଲ କଲେ, ପାପ କଲେ, ସେଇ ସମୟରେ ମଧ୍ୟ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ଆପଣ କେବଳ ସ୍ୱୀକାର କଲେ ପ୍ରଭୁ ଭୁଲେଗଲେ, ମନୁଷ୍ୟ ଭୁଲେଗଲେ କ୍ଷମା, ଅଲଗା ରାସ୍ତା ନାହିଁ। ସେକେଣ୍ଡ ଅପସନ ଆମର ନାହିଁ। ମନୁଷ୍ୟ ମାତ୍ରରେ ଆପଣଙ୍କର ଭୁଲ ଦୁର୍ବଳତା ହବ। ସେକେଣ୍ଡ ଅପସନ ନାହିଁ, ପ୍ରଭୁ ପାଖକୁ ଆସନ୍ତୁ, ରାସ୍ତା ତାଙ୍କ ପାଖରେ। ଯୀଶୁ କହିଲେ ମୁଁ ପଥ, ସତ୍ୟ, ଜୀବନ, ମୁଁ ପଥ, ଅଲଗା ରାସ୍ତା ନାହିଁ, କେବଳ ଯୀଶୁ ହିଁ ପଥ। ଆମର ସମାଧାନ ପାଇଁ, ଆମର ସୁରକ୍ଷା ପାଇଁ, ଆମର ଉଦ୍ଧାର ପାଇଁ, ଆମର କ୍ଷମା ପାଇଁ ଏଭର ପ୍ରେଜେଣ୍ଟ, ସବୁବେଳେ ସେ ଉପସ୍ଥିତ। ସେଇ ନାମର ଶକ୍ତି ସବୁବେଳେ ସେ ଅଛନ୍ତି। ସେ ଆଉ ମଧ୍ୟ ଆମକୁ କହିଛନ୍ତି ଯେ ସେଇ ନାମରେ, ସେ ନାମକୁ ନେଇକି ପୃଥିବୀ ଯାକ ବୁଲିବା ପାଇଁ ଆମକୁ କହିଛି। ଟିକେ ପଢନ୍ତୁ ମାଥ୍ୟୁ 28:19। ମାଥ୍ୟୁ 28:19। ପଢିବା 19। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ପୁରା ପଢିବି କି 20? ହଁ ପଢ ପଢ। ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ସମସ୍ତଙ୍କର ପରିତ୍ରାଣ ପାଇଁ, ସମସ୍ତଙ୍କର ଉଦ୍ଧାର ପାଇଁ, ସମସ୍ତଙ୍କର ସାହାଯ୍ୟ ପାଇଁ, ସମସ୍ତଙ୍କର ସୁରକ୍ଷା ପାଇଁ ସେ ନାମ ପିତା, ପୁତ୍ର, ପବିତ୍ର ଆତ୍ମା, ସେ ପ୍ରଭୁ ଯୀଶୁଙ୍କ ନାମ। ସେଇ ନାମରେ ଆମର ସୁରକ୍ଷା ଅଛି। ସେଇ ନାମ ପୃଥିବୀ ସାରା ସମସ୍ତ ଲୋକଙ୍କୁ ଦରକାର। ପ୍ରେରିତ 2:21 ଏବଂ ରୋମୀ 10:13, ପ୍ରଭୁଙ୍କ ନାମରେ ଯେ ପ୍ରାର୍ଥନା କରେ ସେ ପରିତ୍ରାଣ ପାଇବ, ସେ ଉଦ୍ଧାର ପାଇବ। ସେ ନାମଟା ବହୁତ ଶକ୍ତିଶାଳୀ। ସେ ନାମରେ ଲୋକ ସୁସ୍ଥ ହଉଛନ୍ତି। ସେ ନାମରେ ଅତି ଆଶ୍ଚର୍ଯ୍ୟ ଘଟଣା ଗୁଡ଼ିକ, ଅସମ୍ଭବ, ଯୋଉଟା କି ମନୁଷ୍ୟ ପାଖରେ ସମ୍ଭବ ନାହିଁ। ମରିବା ଲୋକ, ଖଞ୍ଜ ହେଇଥିବା ଲୋକ, ବିଭିନ୍ନ ପ୍ରକାର ସେ ନାମରେ ସୁସ୍ଥ ହେବେ। ଶେଷରେ ଗୋଟେ ପଦ ପଢିବା ପୁରାତନ ନିୟମରେ, ସେ ନାମର, ପୁରାତନ ନିୟମରେ ସେ ନାମର ପାୱାର ଗୁଡ଼ିକ ଆମେ ବହୁତ ଦେଖୁଛୁ। ଗୋଟେ ପଢିବା ପ୍ରଥମ ସାମୁଏଲ 17:45 ଦେଖ। ପ୍ରଥମ ସାମୁଏଲ 17:45। ପଠନ କରିବା। ତେବେ ଦାଉଦ 45। ପଲେଷ୍ୟ ସୁଦାମଣି ପଢ ପଢ। ତେବେ ଦାଉଦ ପଲେଷ୍ୟକୁ କହିଲେ, ତୁମ୍ଭେ ଖଳ୍ଗ ଘେନି, ବର୍ଷା ଘେନି ଓ ଶଲ୍ୟ ଘେନି ମୋ କତିକି ଆସିଅଛ। ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ସିଏ ଲୋକଟା ସଜେଇକି ଆସିଥିଲା, ମାନେ ତାର ଆର୍ମର ସବୁ ଯାହା ଫିଟ୍, ଯାହା ଦରକାର ଥିଲା। ମୁଁ ସେ କମେଣ୍ଟ୍ରି ଦେଖୁଥିଲି ଯେ ସେ ଯୋଉ ବୁକୁ ପଟା ପିନ୍ଧିଥିଲା ସେ ଗଲିଆତ, ସେଟା ଖାଲି ବ୍ରେଷ୍ଟ ପ୍ଲେଟ, ମାନେ ତାର ବୁକୁ ପଟା, ସେଟା ଯୋଉ ପିନ୍ଧିଥିଲା ସେଟା 57 କିଲୋମିଟର, 57 କେଜି। ଗୋଟେ ଗୋଟେ ଆମେ ଆକା 57 କେଜି ହେଇନଥିଲୁ। ଏବେ ପ୍ରଣତିରେ ତ 20 କି କେତେ ଉପରେ ଲାଗେ। ସେ ଗଲିଆତ ଯୋଉଟା ପିନ୍ଧୁଥିଲା ସାଞ୍ଜୁଆ, ଲେଖା ଅଛି 57 କେଜି। କି ଭୂତ ଲୋକ କେମିତି ହେଇଥିବ ସେଟା। ଖଣ୍ଡା ଯୋଉଟା ଧରିଥିଲା 7 କେଜି 500 ଗ୍ରାମ, 7.5 କେଜି।
तार मुंडर टोपनार केते ହେଇଛି ଦେଖିଲେ ମାନେ ମୁଁ ଦେଖନ୍ତୁ ପ୍ରିୟ ଭାଇ ବନ୍ଧୁ କାହିଁକି ଏଟା କହୁଛି ଈଶ୍ୱରଙ୍କର ଶକ୍ତି ଈଶ୍ୱରଙ୍କର ନାମର ପାୱାର ଦେଖ ସବୁବେଳେ ମନେ ରଖିବା ରଜଲ ଜିମ୍ ବାତେ ସରଳତାର ସହିତ ପ୍ରଭୁଙ୍କ ପାଖରେ ସବୁବେଳେ ରହିବା ପ୍ରଭୁ ଆମକୁ ରକ୍ଷା କରିବେ ସବୁ ପରିସ୍ଥିତିରେ ଏମିତିକା ପରିସ୍ଥିତି ନାହିଁ ଯୋଉଠି ପ୍ରଭୁ ଆମକୁ ରକ୍ଷା କରିପାରିବେ wherever you are whatever you are however you are ଆପଣ ଯୋଉଠି ରହନ୍ତୁ ଯେମିତି ରୁହନ୍ତୁ ଯେମିତି ଅବସ୍ଥା ରୁହନ୍ତୁ ପ୍ରଭୁ ପ୍ରଭୁ ପ୍ରଭୁଙ୍କ ସହିତ ଶରଣ ନିଅନ୍ତୁ ପ୍ରଭୁଙ୍କ ଶରଣ ନିଅନ୍ତୁ ପ୍ରଭୁ ତାଙ୍କର ନାମରେ ଆମ ସୁରକ୍ଷା ଅଛି ତାଙ୍କର ନାମ ଆମ ଚତୁର୍ପାର୍ଶ୍ୱରେ ବାଡ଼ ଦେଇକି ରକ୍ଷା କରିବେ ତାଙ୍କ ନାମରେ ଆମର ସୁରକ୍ଷା ପ୍ରଦାନ ସେ ଏତେ ପାୱାରଫୁଲ କହିବାକୁ ଗଲେ ଭଲ ଯଦି ଆମେ ବ୍ୟାଖ୍ୟା କରିବା ଦେଖନ୍ତୁ ସେ ଲୋକଟା 10 ଫୁଟ ଲୋକ 10-12 ଫୁଟ ହେବ ସେ ଗଲିଆତ ଇଏ 12 ଫୁଟ ଲୋକ ଏ ଲୋକ ଆସି ଯୁଦ୍ଧ କରିବା ଲୋକ ଆସି କେତେ ତାକୁ ହାର୍ଡଲି 5 ଫୁଟ ହେଇଥିବ ଆକ୍ଚୁଆଲି ତାକୁ 12 to 15 ବର୍ଷ 15 ଭିତରେ 20 ବିଲୋ 20 ହେଇଥିବ 15 ଭିତରେ ହେଇଥିବ ସେ ଦାଉଦ ବୋଇଲେ ହାର୍ଡଲି 5 ଫୁଟ ହେଇଥିବ ମାନେ ପରମେଶ୍ୱର କେମିତି କରୁଛନ୍ତି ଦେଖନ୍ତୁ ଅତି ଆଶ୍ଚର୍ଯ୍ୟ ଯେତେବେଳେ ଘୋଷଣା କରାହେଲା ସେତେ ଗଲିଆତ କହିଲେ 40 ଦିନ ପର୍ଯ୍ୟନ୍ତ କହିଲେ ଜଣେ ଲୋକକୁ ପଠାଅ ସମସ୍ତେ ଆସିବା ଦରକାର ତା ସହିତ ଯୁଦ୍ଧ କରିବୁ ଯଦି ମୁଁ ହାରବି ଆମେ ଆମର ଲୋକମାନେ ତମର ଦାସ ହେବେ ଯଦି ସେ ହାରିବ ତୁମେ ଆମର ଦାସ ହବ ଫାଇନାଲ ତା ପାଖକୁ ଯୁଦ୍ଧ କରିବାକୁ ଯାଇପାରିବେ ଆନାଉନ୍ସ ହେଲା ଏ ଇସ୍ରାଏଲ ମାନଙ୍କ ପକ୍ଷରୁ ଆନାଉନ୍ସମେଣ୍ଟ ହେଇଗଲା ଜଣେ ଆସୁଛି ଆମେ ଗୋଟେ ଯୋଦ୍ଧାକୁ ପାଇଲୁ ପଠଉଛୁ ଆସୁଛି ସିଏ ରେଡି ଯୁଦ୍ଧ ପାଇଁ ଏ ଲୋକଟା ପୁରା ତା ଅସ୍ତ୍ର ବାହକ ଅଛି ଏ ଦାଉଦ କି ଅସ୍ତ୍ର ବାହକ ତାର ତ ଅସ୍ତ୍ର ବାହକ ନାହିଁ କି ଅସ୍ତ୍ର ବାହକ ପରେ ରାଜା ହେଲା ପରେ ହେଲା ସିନା ଏବେ ତ ଅସ୍ତ୍ର ନାହିଁ କି ଅସ୍ତ୍ର ବାହକ ଏକଲା ଏକା କଲା ହେଲେ ସେ ଲୋକ ଯେ ତାର ଅସ୍ତ୍ର ବାହକ ସହିତ ଆସୁଛି ତାର ପଛ ପଛେ ଅସ୍ତ୍ର ବାହକ ଅଛି ଏ ଆସୁଛି ଏତେ ଡେଙ୍ଗା ହେଇକି ଆଇଥିବ ଏ ଉପରରୁ ଏମିତି ଅନେଇକି ଦେଖିଥିବ ସବୁଠୁ ହାଇଏଷ୍ଟ ଲୋକ ସବୁଠୁ ଟିମ୍ପା ଲୋକ ଦୁଇଟା ଯୁଦ୍ଧ କରିବାକୁ ଯାଉ ହେଲେ ପ୍ରଭୁ କେମିତି କରୁଛନ୍ତି ଦେଖ ସେଥିପାଇଁ ପାଉଲ କହିଲେ ଦୁର୍ବଳତାରେ ତାଙ୍କର ଶକ୍ତି ପ୍ରକାଶ এটা କ୍ରେଡିଟ ଈଶ୍ୱର ନିଅନ୍ତି ମନୁଷ୍ୟ କାହିଁ ସବୁ ଯୁଦ୍ଧ ଯୋଉଠି ଯୋଉଠି ବିଜୟ ହେଲେ ପ୍ରଭୁ ହିଁ ସେଟା ବିଜୟୀ ଦେଲେ ଆପଣଙ୍କର ମୋର ଜୀବନର ବିଜୟଟା ପ୍ରଭୁଙ୍କ ଠାରୁ ଆସିବ ଆମର ନିଜର କ୍ରେଡିଟ କେବେ ନେଇ ପାରିବା ବେଳେ ବେଳେ ଆମେ ଭାବୁଛୁ ମୋର ଜ୍ଞାନ ମୋର ବୁଦ୍ଧି ମୁଁ ପରି ଲୋକ ବୋଲିକି ସିନା ଏଠି ବଞ୍ଚିଗଲି ନାଇଁ ରେ ବାବୁ ଆମର ନାଇଁ ସେଟା ପ୍ରଭୁ ଆମକୁ ରକ୍ଷା ତାଙ୍କର ନାମ ଆମ ସୁରକ୍ଷା ପ୍ରଦାନ କରୁଛି ଏଟା ସବୁବେଳେ ମନେ ରଖନ୍ତୁ with humility with humbleness trust God always and praise him ତାଙ୍କର ଗୌରବ କରନ୍ତୁ ଏବଂ ତାଙ୍କ ଶରଣ ନିଅନ୍ତୁ ସେ ଲୋକ ଯେତେବେଳେ ଆନାଉନ୍ସ କରାଗଲା ଇସ୍ରାଏଲ ଲୋକମାନଙ୍କ ସହିତ ଆନାଉନ୍ସ କରାଗଲା ଜଣେ ଯୁଦ୍ଧ କରିବାକୁ ଆସୁଛି ଜଣକୁ ଆମେ ପଠାଉଛୁ ଗୋଟେ ଯୋଦ୍ଧାକୁ ପାଇଲୁ ସେ ରେଡି ହେଇକି ଦେଖୁଛି ଆଡୁ ଉପରୁ ଦେଖୁଛି କାହିଁ କୁଆଡୁ ବୋଲି ଦୂରକୁ ଦେଖୁଛି ତାର ରେଡି ହେଇଛି ତାର ଖଣ୍ଡା ଅଛି ପୁରା 7 କେଜିର 7 କେଜି 500ର ଆରେ କେତେବେଳେ ଆସିବ ଯେ ହେଲେ କଣ ହେଲା ଯେତେବେଳେ ଦେଖୁଛି ଯେ କିଏ ଦୂର ଦୁଷୁନାହାନ୍ତି ଆକ୍ଚୁଆଲି ସେ ପାଖକୁ ଆସୁଛି ସେ ହେଲେ ସେ ଟିମ୍ପାଟାକୁ କେମିତି ଦୁଷିବ ତାକୁ ଟିମ୍ପା ସେ କହୁଛି ଏଇଠି ମୁଁ ଆସୁଛି ଯୁଦ୍ଧ ଅନେଇକି ତଳେ ଦେଖୁଛି ଟିମ୍ପା ମେଞ୍ଚଡାଟା ଗୋଟେ ଅଛି ଟୋକାଟା ଗୋଟେ ଅଛି ହେ ଭୟଙ୍କର ରାଗରେ ମୁଁ ଭାବୁଛି ତାକୁ ବିପି ହେଇଯାଇଥିବ ତାକୁ ଦେଖିକି ଏତେ ବଦମାସ ମତେ ଇସ୍ରାଏଲ ଲୋକମାନେ ଏତେ ତୁଚ୍ଛ କରୁଛନ୍ତି କି ଆକ୍ଚୁଆଲି ପ୍ରଭୁ ତାକୁ ତୁଚ୍ଛ କରାଇବା ପାଇଁ ତାକୁ ପଠେଇଲେ ଅଲଗା କାହାକୁ ମଧ୍ୟ ପଠେଇଥାନ୍ତି କିନ୍ତୁ ପ୍ରଭୁ ହିଁ ତାକୁ ତୁଚ୍ଛ କରାଇବା ପାଇଁ ମାନେ ତାକୁ ପଠେଇକି ତାର ବିପି ଚଢେଇ ଦେଲା ସେ ଲୋକ ତାର ବିପି ଏତେ 200-300 ହେଇଯାଇଥିବ ସେ ଗଲିଆତର ବିପି ତାକୁ ଦେଖି ମାନେ ଏତେ ଅନ୍ୟାୟ ଲୋକ ଯାକ ଇସ୍ରାଏଲ ଲୋକମାନେ କୋଉ ବଡ ଲୋକ ରାଜା କହିଲେ ପଟେ କାହାକୁ ପଠେଇଥିଲେ ଏଇଟା ଗୋଟେ ପଠେଇଲେ ସେ ଖଣ୍ଡା ଧରୁନଥିବ ସେ ଖଣ୍ଡା କି ଖଣ୍ଡା ଦରକାର ଆଉ ହାତରେ ଧରି ଛେଚି ପକେଇ ଗୋଟେ ଚାପଡା ମାରିଦେଲେ ମରିଯିବ ତାର କାହିଁକି ବସ୍ତ୍ର ବି ନାହିଁ କିଛି ପିନ୍ଧି ନାହିଁ ସେ ଲୁହା ବସ୍ତ୍ର ନାହିଁ ଆଉ ଟୋପି ନାହିଁ ଜୋତା ନାହିଁ କିଛି ନାହିଁ ବାଡି ଧରିକି ଗୋଟେ ବାନିଆନ ପିନ୍ଧିକି ଆସୁଛି ସେ ଭଲ ଡ୍ରେସ ମଧ୍ୟ ନାହିଁ କାହିଁ ସେ ଜଙ୍ଗଲରେ ଗାଈ ଚରାଇବା ଗଲେ କି ଭଲ ଡ୍ରେସ ପିନ୍ଧିକି ଯିବ ବାନିଆନ ଆକା ଚିଣ୍ଡା କପଡା ପିନ୍ଧିକି ସେଟା ପିନ୍ଧିକି ଆସିଛି ଦେଖିକି ରାଗ ତାର ଚଢିଗଲା ତା ମୁଣ୍ଡରେ ତୁ ଆସେ ତାକୁ ଧରିକି ଗୋଟେ ଚାପଡା ମାରିଲେ ମରିଯିବ ସତ କଥା ଲଜିକାଲ କଥା ଜାଗତିକ କଥା ଦେଖିବାକୁ ଗଲେ ଯଦି ସେ ପାଖରେ ଥାନ୍ତା ଗୋଟେ ହାତରେ ଗୋଟେ ଚାପଡା ମାରିଦେଲେ ମରିଯିବ ନିଶ୍ଚୟ ସେ 12 ଫୁଟିଆ ଲୋକେ 5 ଫୁଟ କଣ ହବ
କିନ୍ତୁ ପ୍ରଭୁଙ୍କ ରାସ୍ତାରେ ଲେଖା ସେ କହିଲେ ମୁଁ ପ୍ରଭୁଙ୍କ ନାମରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଆସି ସେ ନାମରେ ତତେ ବଦ୍ଧ କରେ। ଦେଖନ୍ତୁ ଈଶ୍ୱରଙ୍କ ନାମର ଶକ୍ତି, ଈଶ୍ୱରଙ୍କ ନାମର ଶକ୍ତି, ଗୋଟେ ନାମର ଶକ୍ତି ଏତେ ମହା। ସେ ନାମରେ ଆସିକି ତ ଈଶ୍ୱରଙ୍କ ନାମକୁ ବିରୋଧ କରୁଛି, ଈଶ୍ୱରଙ୍କ କୀଟକୁ ନାଇଁ ପୁଜିନ୍ତେ ତୁମେ ଈଶ୍ୱରଙ୍କ ନାମକୁ ଅବଜ୍ଞା କରୁଛ, ଅବମାନନ କରୁଛ, ସେଇ ନାମରେ ତୁମକୁ ମାରି ଗୋଟେ ପଥର ଆବରେଙ୍ଗବାଦ। ତୁ ତ ସେ ଦାଉଦ ବୋଧେ କହିଲା ତୁ ଟେନସନ ହେଲୁଣି, ଏବେ ବିପି ହେଇଗଲାଣି, ତୋର ବିପିର ସମାଧାନ ମୁଁ କରୁଛି ବୋଲି ସେ ଗୋଟେ ଟାବଲେଟ ଦେଇଦେଲା ପଥର ଗୋଟେ ତାର ମୁଣ୍ଡ, ଗୋଟେ ଟାବଲେଟ ପଠେଇଦେଲା ତାର ମୁଣ୍ଡରେ ବାଜିଲା, ସେ ଟାବଲେଟ ପଶିଗଲା, ସେ ମରିଗଲା। ଈଶ୍ୱରଙ୍କର ଯୋଜନା ଗୋଟେ ମୋ ସଦାପ୍ରଭୁଙ୍କ ନାମରେ ଆସନ୍ତି, ଈଶ୍ୱରଙ୍କ ନାମରେ। ପ୍ରିୟ ଭାଇ ଭଉଣୀ ମାନେ ଈଶ୍ୱରଙ୍କ ନାମର ଶକ୍ତି ଏତେ अंतिनासन आंजंग नंबर डील देना मु जस्ट इंट्रोडक्शन क्षेत्र मु कहली से नाम जा और आपण निजे शिखंतु सदाप्रभु नाम दृढ़ गड़ जेतेबेला से नाम शरण आपण जेकोसी परिस्थिति रे जेकोसी टेंशन जेकोसी समस्या जीशु को पाख जीशु प्रभु ए समस्या मोर ए प्रॉब्लम तांको निकर सरल भाव रे रजल जिम बाते ईश्वर रखि दियंतु प्रभु को नाम रे प्रभु आपण सेतिर मुक्त करे अलगा रास्ता नाही सेई आमन उद्धार सेति भाई सदाप्रभु को नाम दृढ़ गड़ धार्मिक गामले आमंडिया आमे ईश्वर को निर्भर करे विश्वास करे लोक माने जीशु हम परिष्कार करे तांकर रक्त द्वारा आमे सेठी पड़ाई जाऊ जे कोनोसी परिस्थिति आमक से रक्षा करबे उद्धार करबे जदि जागतिक भाव रे डंग एंड देलन जानंग दे जागतिक भाव रे शरीर रक्षा न पाइले मध्य आमे प्रभु को निकट जीवु एवं ईश्वर को थारे सुरक्षित अनंत काल वास कर सेति भाई सदाप्रभु नाम दृढ़ गड़ धार्मिक लोक आमंडिया आपने मु कहीं पड़ाए आम रक्षा पाए वाक्य द्वारा प्रभु आम समस्त आशीर्वाद करंतु दैनिक प्रभु को वाक्य पढ़ुवा अधिक प्रेम करुवा वाक्य को प्रेम करुवा अधिक शिखुवा एवं प्रभु आशीर्वाद बढ़िया प्रभु परी जीशु परी तैयारी हो प्रभु आम समस्त आशीर्वाद करंतु धन्यवाद सर आपण बहुमूल्य समय प्रत्येक दिन एपरि दउछन्ते आमनको से जीवंत वाक्य आम शिखा प्रभु आपन को बहुत आशीर्वाद करंतु एवं आउ आम माने प्रार्थना होइबा सारंक निमंते सारंक मिनिस्ट्री निमंते